ଦେଖେଇଛନ୍ତି ସେଥିପାଇଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ତତ୍ ସହିତ ଫାଷ୍ଟ ଆଜ୍ଞାଙ୍କୁ ଧନ୍ୟବାଦ ଦିଏ। ମୋତେ ଆଜି ସିଏ ପ୍ରଭୁଙ୍କର ସେବା ନିମନ୍ତେ ସେ ସୁନ୍ଦର ସମୟ ସୁଯୋଗ ଦେଇଛନ୍ତି। ବର୍ତ୍ତମାନ ଆରାଧନାର ସମୟ ମଧ୍ୟସ୍ଥି ପ୍ରାର୍ଥନା ସମାପ୍ତ ହୋଇଅଛି ଏବଂ ବର୍ତ୍ତମାନ ଦ୍ୱିତୀୟ ପର୍ଯ୍ୟାୟ ଆମମାନେ ଆରମ୍ଭ କରିବା। ବର୍ତ୍ତମାନ ଆରାଧନାର ସମୟ। ଆଉ ଆମମାନେ ଆରାଧନା ନିମନ୍ତେ ପ୍ରାର୍ଥନା କରିବା। ଆମମାନଙ୍କ ମଧ୍ୟରେ ଅମ୍ବିକା ମଲ୍ଲିକ ସିଷ୍ଟର ଅଛନ୍ତି। ପ୍ରେଜ୍ ଦ ଲର୍ଡ ସିଷ୍ଟର। ହଁ, ପ୍ରେଜ୍ ଦ ଲର୍ଡ ଆଜ୍ଞା। ଆଉ ଆଜି ନମିତାଲି ମା ଭଉଣୀ ସେ ଆରାଧନା କରିବେ ନମିତାଲି ମା ଭଉଣୀଙ୍କ ନିମନ୍ତେ। ତତ୍ ସହିତ ଉପସ୍ଥିତ ଥିବା ସମସ୍ତଙ୍କ ନିମନ୍ତେ ପୁଣି ଉତ୍ତମ ଇଣ୍ଟରନେଟ ରହିବା ନିମନ୍ତେ ଆପଣ ପ୍ରାର୍ଥନାରେ ତୋଳି ଧରିବେ। ଆସନ୍ତୁ ଆମେ ପ୍ରାର୍ଥନା କରିବା। ସ୍वर्ଗୀୟ ପିତା, ତୁମରି ମହତ୍ ନାମକୁ ଧନ୍ୟବାଦ ଦଉଛି ରାଜା। ସୁନ୍ଦର ସମୟ ପାଇଁ, ସୁନ୍ଦର ସହଭାଗିତା ପାଇଁ ତୁମକୁ ଧନ୍ୟବାଦ ଦଉଛି। ମଙ୍ଗଳମୟ ପରମେଶ୍ୱର, ଆମମାନଙ୍କୁ ଆଉ ଏକ ଦିବସ ଯୋଡ଼ିଦେଲେ ସେଥିପାଇଁ ତୁମକୁ ଗୌରବ କରୁଛି। ଯେତେବେଳେ ପ୍ରାର୍ଥନା କରୁ ରାଜା, ତୁମର ଦାସୀ ପ୍ରଭୁ, ଲିମା ସିଷ୍ଟର ପ୍ରଭୁ, ରାଜା ଆରାଧନାର ମଧ୍ୟରେ କଢେଇ ନେବେ, ଯେପରି ସତ୍ୟରେ ଆତ୍ମାରେ ତୁମକୁ ଗୌରବ କରିବୁ। ପ୍ରତ୍ୟେକଙ୍କୁ ପ୍ରଭୁ ତୁମେ ଅନୁଗ୍ରହ କର, ବିଶେଷ ତୁମ ଦାସୀଙ୍କୁ ତୁମେ ଶକ୍ତିର ସହିତ ବ୍ୟବହାର କର। ମଙ୍ଗଳମୟ ପରମେଶ୍ୱର, ଉପସ୍ଥିତ ପ୍ରତ୍ୟେକଙ୍କୁ ପ୍ରଭୁ ଯେପରି ଆମେ ସୁସ୍ଥିର ଭାବରେ ପ୍ରଭୁ ତୁମକୁ ଗୌରବ କରିବୁ। ପ୍ରତ୍ୟେକଙ୍କୁ ଆତ୍ମାଙ୍କୁ ତୁମେ ଆମମାନଙ୍କୁ ଗାଇଡ କର ପରମେଶ୍ୱର। ମଙ୍ଗଳମୟ ପରମେଶ୍ୱର, ଉପସ୍ଥିତ ପ୍ରତ୍ୟେକଙ୍କୁ ତୁମ ଦାସଙ୍କୁ ପ୍ରଭୁ ପରିଚାଳନା କରିବେ, ତାଙ୍କୁ ମଧ୍ୟ ପ୍ରାରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରଭୁ ଉପସ୍ଥିତ ଜ୍ଞାନ ଦେଇ କଢେଇ ନିଅ। ପ୍ରେମିକ ପରମେଶ୍ୱର, ପ୍ରଭୁ ବାକ୍ୟ ମଧ୍ୟ ଶ୍ରବଣ କରୁ ପ୍ରତ୍ୟେକଙ୍କୁ ତୁମେ ଅନୁଗ୍ରହ କର, ଦୟା କର ପ୍ରଭୁ। ସେ ଆତ୍ମିକ କର୍ଣ୍ଣ ଖୋଲିଦିଅ, ଆତ୍ମିକ ଚକ୍ଷୁ ଖୋଲିଦିଅ, ଯେପରି ପ୍ରଭୁ ତୁମରି ରବ ଶୁଣି ପାରିବୁ ସେଇକୁ ତୁମେ କୃପା କର। ଏଥିରେ ପ୍ରଭୁ ଆରାଧନା କରୁଥିବା ଭଉଣୀକୁ, ଆମ ପ୍ରତ୍ୟେକଙ୍କୁ ପରିଚାଳନା କରୁଥିବା ତୁମ ଦାସଙ୍କୁ, ଉପସ୍ଥିତ ପ୍ରତ୍ୟେକଙ୍କୁ ତୁମ ହସ୍ତରେ ଦେଇ ପ୍ରାର୍ଥନା ଶୁଣିଅଛ, ଧନ୍ୟବାଦ ଦେଇ ପ୍ରେମ ପ୍ରଭୁ ଯୀଶୁଙ୍କ ନାମରେ ପ୍ରାର୍ଥନା କରୁଛି, ଆମେନ୍। ଧନ୍ୟବାଦ ଆଜ୍ଞା। ଧନ୍ୟବାଦ ସିଷ୍ଟର। ଅତି ଉତ୍ତମ ଭାବରେ ପ୍ରାର୍ଥନାରେ ପ୍ରତ୍ୟେକ ବିଷୟ ପ୍ରଭୁଙ୍କ ହସ୍ତରେ ତୋଳି ଧରିଥିବାରୁ ପୁନର୍ବାର ଆପଣଙ୍କୁ ରେଲ ମିନିଷ୍ଟ୍ରି ତରଫରୁ ଧନ୍ୟବାଦ ଜଣାଏ। ବର୍ତ୍ତମାନ ଆରାଧନାର ସମୟ। ଆମମାନଙ୍କ ମଧ୍ୟରେ ସିଷ୍ଟର ନମିତାଲି ମା ଆସି ଉପସ୍ଥିତ ଅଛନ୍ତି। ଆଉ ସିଷ୍ଟରଙ୍କୁ ଏକ ବାକ୍ୟ ଦେଇ ମୁଁ ସ୍ୱାଗତ କରିବାକୁ ଚାହେଁ। ଆଉ ଯାହା ଲେଖା ଅଛି, ସଦାପ୍ରଭୁ ବିଷୟ ଏକ ଆନନ୍ଦ ତୁମ୍ଭମାନଙ୍କର ବଳ ଅଟେ। ନେହେମିୟା 8 ପର୍ବ 10 ପଦ। ଆମେନ୍। ବର୍ତ୍ତମାନ ଆମମାନେ ଏକ ଉଚ୍ଚ କରତାଳରେ ନମିତା ସିଷ୍ଟରଙ୍କୁ ଆମମାନେ ସ୍ୱାଗତ କରିବା। ବହୁତ ବହୁତ ସିଷ୍ଟର ପ୍ରେଜ୍ ଧନ୍ୟବାଦ। ଦ ଲର୍ଡ। ପ୍ରେଜ ବର୍ତ୍ତମାନ ଦ ଲର୍ଡ। ଆପଣଙ୍କର ସମୟ। ଆପଣ ଆରାଧନାରେ ଆଗକୁ ବଢାଇ ନିଅନ୍ତୁ। ଆମେନ୍। ବହୁତ ବହୁତ ଧନ୍ୟବାଦ। ସର୍ବପ୍ରଥମେ ଆମମାନଙ୍କର ଜୀବିତ ପିତା ପରମେଶ୍ୱରଙ୍କର ପବିତ୍ର ନାମର ଧନ୍ୟବାଦ ଦିଏ। ପ୍ରଭୁ ଅନୁଗ୍ରହ କରି ଆମମାନଙ୍କୁ ରାତ୍ରିର ସମସ୍ତ ଆପଦ ବିପଦ ମଙ୍ଗଳରୁ ରକ୍ଷା କରି ଆଉ ଏକ ନୂଆ ଦିନ ଆମମାନଙ୍କ ଜୀବନରେ ଯୋଡ଼ିଲେ। ପୁଣି ପ୍ରାତଃ ସମୟରେ ତାଙ୍କରି ଗୌରବ ପ୍ରଶଂସା କରିବା ପାଇଁ ସୁନ୍ଦର ଅବକାଶ ଦେଇଛନ୍ତି। ଅନେକ ବିଷୟ ନେଇ ପ୍ରାର୍ଥନାରେ ଆମମାନେ ସମୟ ବିତେଇଲୁ। ବର୍ତ୍ତମାନ ପ୍ରଭୁଙ୍କର ଗୌରବ ପ୍ରଶଂସା କରିବାର ସମୟ। ଆମମାନେ ସମସ୍ତେ ନିଜ ନିଜ ହୃଦୟକୁ ସଜାଡି ପ୍ରଭୁଙ୍କର ପ୍ରଶଂସା କରିବା। ଆଉ ମତେ ଏଇ ସୁଯୋଗ ଦେଇଥିବା ପାଇଁ ରିଏଲ ମିନିଷ୍ଟ୍ରିର କର୍ମକର୍ତ୍ତାଙ୍କୁ ମଧ୍ୟ ମୋର ଆନ୍ତରିକ କୃତଜ୍ଞତା ଜଣାଏ। ପୁଣି ମତେ ସ୍ଵାଗତ କରିଥିବା ଖୋସଲା ସାରଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ। ଆସନ୍ତୁ ଆମମାନେ ପ୍ରଭୁଙ୍କର ଗୌରବ ଉଦ୍ଦେଶ୍ୟରେ କିଛି ଗୀତ ଗାନ କରିବା। गिन गिन के स्तुति करूं बेशुमार तेरे दानों के लिए। अब तक तूने संभाला मुझे, अपनी बाहों में लिए हुए। अब तक तूने संभाला मुझे, अपनी बाहों में लिए हुए। गिन गिन के स्तुति करूं बेशुमार तेरे दानों के लिए। अब तक तूने संभाला मुझे,
अपनी बाहों में लिए हुए अब तक तूने संभाला मुझे। अपनी बाहों में लिए हुए तेरे शत्रु का निशाना तुझ पर होगा ना सफल। तेरे शत्रु का निशाना तुझ पर होगा ना सफल। आंखों की पुतले जैसे वो रखेगा तुझे हर पल। आंखों की पुतले जैसे अब तक तूने संभाला मुझे। अपनी बाहों में लिए हुए अब तक तूने संभाला मुझे। अपनी बाहों में लिए हुए आंधिया बन के आए जिंदगी के फिकर। आंधिया बन के आए जिंदगी के फिकर। कौन है तेरा खेवनहारा है भरोसा तेरा किधर। कौन है तेरा खेवनहारा है भरोसा तेरा किधर। गिन गिन के स्तुति करूं बेशुमार तेरे दानों के लिए। अब तक तूने संभाला मुझे। अपनी बाहों में लिए हुए गिन गिन के आए जो तुझको मिटाने वो शस्त्र होंगे बेअसर। आए जो तुझको मिटाने वे शस्त्र होंगे वे असर। तेरा रचने वाला तुझ पर रखता है अपनी नजर। तेरा रचने वाला तुझ पर रखता है अपनी नजर। गिन गिन के स्तुति करूं बेशुमार तेरे दानों के लिए। अब तक तूने संभाला मुझे। अपने बाहों में लिए हुए अब तक तूने संभाला मुझे। अपने बाहों में लिए हुए गिन गिन के स्तुति करूं। ଆମମାନେ ଆମମାନଙ୍କର ପରମେଶ୍ୱରଙ୍କର ଅନୁଗ୍ରହ ଦୟାକୁ ଆମେ କେବେ ମଧ୍ୟ ଗଣନା କରିପାରିବାନି, ବର୍ଣ୍ଣନା କରିପାରିବାନି ଯେ ଆମମାନଙ୍କୁ ସେ କେତେ ଅନୁଗ୍ରହ ଦୟା କରିଛନ୍ତି ଆଉ ଆମମାନଙ୍କୁ ଏ ପର୍ଯ୍ୟନ୍ତ ସମ୍ଭାଳି ଆସିଅଛନ୍ତି। ଆଉ
ସେଥିପାଇଁ ହୃଦୟର କୃତଜ୍ଞତାର ସହିତ ଆମମାନେ ସବୁବେଳେ ତାଙ୍କର ସେଇ ମହାମଙ୍ଗଳ ଦାନକୁ ସ୍ମରଣ କରୁ କରୁ ସଦା ସର୍ବଦା ସବୁ ଅବସ୍ଥାରେ ପ୍ରଭୁଙ୍କର ଧନ୍ୟବାଦ ଏବଂ ପ୍ରଶଂସା କରୁଥିବା। ଆସନ୍ତୁ ଆମମାନେ ଆଉ ଗୋଟେ ପ୍ରାର୍ଥନାର ସହିତ ଗୋଟେ ଗୀତ ଗାନ କରିବା। ଦିଦି ସମସ୍ତଙ୍କୁ ଆସୁଥିବା। ଆପଣଙ୍କର ମୋବାଇଲ ଟା ସିଧା ରଖନ୍ତୁ, ସାଇଡ ଆଜ୍ଞା ହେଇକି ଅଛି ତ। ଆଜ୍ଞା ହଁ ଆଜ୍ଞା। ହଁ ଏବେ ଠିକ ଅଛି। ହଁ ଓକେ ଥ୍ୟାଙ୍କ ୟୁ ଥ୍ୟାଙ୍କ ଥ୍ୟାଙ୍କ ୟୁ। ୟୁ। ଆଉ ସମସ୍ତଙ୍କୁ ଆସୁଥିବା ଗୀତ, ଆଉ ସମସ୍ତେ ମୋ ସହିତ ଏଇ ଗୀତ ପ୍ରାର୍ଥନାର ସହିତ ଆମମାନେ ଗାନ କରିବା। ପବିତ୍ର ମହାପ୍ରଭୁ ହେ ଶ୍ରୀ ଚରଣେ ଆସିଅଛି ମୁଁ, ହୃଦୟକୁ ଶୂନ୍ୟ କରୁଛି, ଆଶିଷରେ ଭରି ଦେବ କି? ପବିତ୍ର ମହାପ୍ରଭୁ ହେ ଶ୍ରୀ ଚରଣେ ଆସିଅଛି ମୁଁ, ହୃଦୟକୁ ଶୂନ୍ୟ କରୁଛି, ଆଶିଷରେ ଭରି ଦେବ କି? ପାପ ପଙ୍କି ପଡ଼ିଥିଲି ମୁଁ ଦିନେ, ପ୍ରେମେ ଅବତରିଲା ଯିଶୁ ରାଜନେ। ପାପ ପଙ୍କି ପଡ଼ିଥିଲି ମୁଁ ଦିନେ, ପ୍ରେମେ ଅବତରିଲା ଯିଶୁ ରାଜନେ। କ୍ରୁଶେ ଦେଲ ଆପଣା ପ୍ରାଣ, ତହିଁ ପାଇଲି ମୁଁ ପରିତ୍ରାଣ। କ୍ରୁଶେ ଦେଲ ଆପଣା ପ୍ରାଣ, ତହିଁ ପାଇଲି ମୁଁ ପରିତ୍ରାଣ। ପବିତ୍ର ମହାପ୍ରଭୁ ହେ ଶ୍ରୀ ଚରଣେ ଆସିଅଛି ମୁଁ, ହୃଦୟକୁ ଶୂନ୍ୟ କରୁଛି, ଆଶିଷରେ ଭରି ଦେବ କି? ସେହି ମହାପ୍ରେମକୁ ଏବେ ଭୁଲି ଯାଇ, ଆଧୁନିକ ଦୁନିଆରେ ଚାଲେ ମୁହିଁ, ସେହି ମହାପ୍ରେମକୁ ଏବେ ଭୁଲି ଯାଇ, ଆଧୁନିକ ଦୁନିଆରେ ଚାଲେ ମୁହିଁ। ଫେରାଅ ହେ ନେତ୍ର ଯୁଗଳ, ତୁମ ବିନା ମୁଁ ଅଟେ ଦୁର୍ବଳ। ଫେରାଅ ହେ ନେତ୍ର ଯୁଗଳ, ତୁମ ବିନା ମୁଁ ଅଟେ ଦୁର୍ବଳ। ପବିତ୍ର ମହାପ୍ରଭୁ ହେ ଶ୍ରୀ ଚରଣେ ଆସିଅଛି ମୁଁ, ହୃଦୟକୁ ଶୂନ୍ୟ କରୁଛି, ଆଶିଷରେ ଭରି ଦେବ କି? ପବିତ୍ର ଆତ୍ମାରେ କର ଉଦ୍ଦୀପିତ, ମୋହି ମୃତ ମାତ୍ର ତୁମେ ଜୀବିତ। ପବିତ୍ର ଆତ୍ମାରେ କର ଉଦ୍ଦୀପିତ, ମୋହି ମୃତ ମାତ୍ର ତୁମେ ଜୀବିତ। ଯେହ୍ନେ ଫଳିବି ଫଳ ବହୁତ, ପିତା ହେବେ ମହିମାନ୍ବିତ। ଯେହ୍ନେ ଫଳିବି ଫଳ ବହୁତ, ପିତା ହେବେ ମହିମାନ୍ବିତ। ପବିତ୍ର ମହାପ୍ରଭୁ ହେ ଶ୍ରୀ ଚରଣେ ଆସିଅଛି ମୁଁ,
ହୃଦୟକୁ ଶୂନ୍ୟ କରୁଛି, ଆଶିଷରେ ଭରି ଦେବ କି? ପବିତ୍ର ମହାପ୍ରଭୁ ହେ, ଶ୍ରୀ ଚରଣେ ଆସିଅଛି ମୁଁ, ହୃଦୟକୁ ଶୂନ୍ୟ କରୁଛି, ଆଶିଷରେ ଭରି ଦେବ କି? ଆସନ୍ତୁ ଆମମାନେ ସମର୍ପିତ ସହିତ ପ୍ରଭୁଙ୍କର ଉଦ୍ଦେଶ୍ୟରେ ଆଉ ଗୋଟେ ଗୀତ ଗାନ କରିବା। ଆମମାନଙ୍କର ପ୍ରତିଦିନ ଆମମାନଙ୍କ ଜୀବନରେ ଯେହେତୁ ଆମମାନେ ରକ୍ତ ମାଂସଧାରୀ ମନୁଷ୍ୟ ହେବା ଯୋଗୁ ଜଣାରେ ଅଜଣାତରେ ବେଳେ ବେଳେ ଆମମାନେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଭୁଙ୍କର ଦୃଷ୍ଟିରେ ଅଗୌରବର କାରଣ ହେଇଥାଇପାରୁ, ତାଙ୍କର ଗୌରବରୁ ଆମମାନେ ଖସି ପଡିଥାଉ। କିନ୍ତୁ ପ୍ରଭୁ ପ୍ରତିଦିନ ଆମମାନଙ୍କୁ ପ୍ରକ୍ଷାଳନ କରନ୍ତି, ପ୍ରତିଦିନ ଆମମାନଙ୍କୁ ଶୁଦ୍ଧ କରନ୍ତି। ଯେବେ ଆମେ ସମର୍ପିତ ସହିତ ତାଙ୍କ ନିକଟକୁ ଯାଉ, ସେ ଆମମାନଙ୍କର ସମସ୍ତ ପାପ କ୍ଷମା କରିବାରେ ବିଶ୍ୱସ୍ତ ପରମେଶ୍ୱର। ତେଣୁ ଆସନ୍ତୁ ଆମମାନେ ନିଜ ନିଜକୁ ସମର୍ପଣ କରି ପ୍ରଭୁଙ୍କର ଚରଣ ତଳେ ଆଉ ଗୋଟେ ଗୀତ ଗାନ କରିବା। मैं आता हूँ तेरे पास, प्रभु यीशु मेरे मसीह, मेरे पापों के लिए ही उधार दे मसीह। मैं आता हूँ तेरे पास, प्रभु यीशु मेरे मसीह, मेरे पापों के लिए ही उधार दे दो मसीह। स्वर्ग धाम छोड़ के आया, उधार देने मुझे, स्वर्ग धाम छोड़ के आया, उधार देने मुझे, चरणों में तेरे में आता, मुझको ही दिल देता मसीह। चरणों में तेरे में आता, तुझको ये दिल देता मसीह। मैं आता हूँ तेरे पास, प्रभु यीशु मेरे मसीह, मेरे पापों के लिए ही उधार दे दो मसीह। मुझे पापों से छुड़ाने लहू क्रूस पर बहा दिया, मुझे पापों से छुड़ाने लहू क्रूस पर बहा दिया, कितना गहरा प्यार किया, मैं भूला ना सकूंगा मसीह। कितना गहरा प्यार किया, मैं भूला ना सकूंगा मसीह।
मैं आता हूँ तेरे पास, प्रभु यीशु मेरे मसीह, मेरे पापों के लिए ही उधार दे दे मसीह। मैं आता हूँ तेरे पास, प्रभु यीशु मेरे मसीह, मेरे पापों के लिए ही उधार दे दो मसीह। धन्यवाद 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 देउछु मंगलमय स्वर्गवासी पिता, तुमरी पवित्र महत एवं आश्चर्य नामर धन्यवाद करुछु, गौरव करुछु, प्रशंसा करुछु, स्तुति करुछु, कारण तुमे पूजा प्रशंसा वंदना अर्चना पाइबाको एकमात्र योग्य परमेश्वर, राजा मानक राजा, प्रभु मानक प्रभु, देव मानकर देव, ओइत ओइत दूत गण किरुब गण हर तुमरी प्रशंसा करुअछंती, पवित्र स्थान रे वास करुथिबा आमानकर पवित्र परमेश्वर, आमाने अयोग्य दीनहीन धूଳି मात्र हेले मध्य तुमे जगतरु पृथक करी अन्य मानक ठारू तुमे बाछिल प्रभु, आमानकु अलगा कल प्रभु, तुमरी गौरव करिया पाए, तुमरी प्रशंसा करिबा पाए, तुमरी स्तुतिवाद करिया पाए, तुमरी संतान संतति हिसाब रे परिचित हेबा पाए, सेथिपाए तुमको धन्यवाद देउछु, तुमरी प्रेम पाए धन्यवाद देउछु, तुमरी अनुग्रह दान पाए धन्यवाद देउछु, तुमरी मंगल दान पाए धन्यवाद देउछु प्रभु, कारण तुमरी अनुग्रह दया आमानक प्रति प्रचुर अटे, दिन प्रतिदिन प्रभु आमानकु तुमरी स्कंदरे बही आणुथिबारु, समस्त प्रकार मंगलरु रक्षा करि आसुथिबारु धन्यवाद देउछु, आमानकर प्रत्येक आवश्यक विषय जोगे आसुथिबारु धन्यवाद देउछु प्रभु गो, आमान को प्रतिपालन करि आसुथिबारु धन्यवाद देउछु, सुरक्षार बाड़ मध्यरे रखिथिबारु धन्यवाद देउछु, सर्वशक्तिमान जीवित पिता परमेश्वर, प्रार्थना करुछु एई समय रे आमान को जीवन रे प्रकार हृदय मन दियो, सब अवस्था रे सब परिस्थिति रे सर्व अवस्था रे तुमरे धन्यवाद करिया को शिखिबु प्रभु, सेई प्रकार मन एवं स्वभाव दियो, एई समस्त गीत द्वारा तुमे ही गौरव पाओ प्रभु, पुणी उपासनार जेते समय माने बसिबु तुमरी उपस्थिति मध्यरे बसु बसु तुमरी सानिध्य को उपलब्धि करिबु, सेई प्रकार कृपा करो, समस्त गौरव समस्त महिमा समस्त संभ्रम जुगे जुगे तुमरे हो, ए समस्त आराधना एवं प्रार्थना प्रिय प्रभु जीशुଙ୍କ नामରେ समर्पण କରୁଛୁ पिता, आमेन आमेन आमेन। बहुत बहुत धन्यवाद। धन्यवाद दीदी, अति सुंदर एवं आत्मिक ज्ञान रे प्रभुଙ୍କର महिमा କରିଥିବାରୁ ପୁନର୍ବାର ରିଏଲ ମିନିଷ୍ଟ୍ରି ତରଫରୁ ଆପଣଙ୍କୁ ଧନ୍ୟବାଦ ଜଣାଏ। ପ୍ରଭୁ ଆପଣଙ୍କ ଅନୁଗ୍ରହ ଆଶୀର୍ବାଦ କରନ୍ତୁ। ଏହିପରି ଆସନ୍ତା ଦିନମାନଙ୍କରେ ମଧ୍ୟ ପ୍ରଭୁଙ୍କର ସେବା କରିବା ନିମନ୍ତେ ସୁସ୍ଥ ସବଳ ଶରୀରରେ ଆଗକୁ ବଢ଼ାଇ ନିଅନ୍ତୁ ଏବଂ ପରିବାରର ପ୍ରତ୍ୟେକ ଆବଶ୍ୟକତା ପ୍ରଭୁ ପୂର୍ଣ୍ଣ କରନ୍ତୁ। ପ୍ରେଜ୍ ଦ ଲର୍ଡ। ବର୍ତ୍ତମାନ ବାକ୍ୟର ସମୟ, ଆଉ ଆମମାନେ ବାକ୍ୟ ଶ୍ରବଣ କରିବାକୁ ଯିବା। ଆଉ ଆରାଧନା କରିଥିବା ଭଉଣୀଙ୍କ ନିମନ୍ତେ, ପୁଣି ବାକ୍ୟ ଆଣୁଥିବା ବାଳକଙ୍କ ନିମନ୍ତେ ଆମମାନେ ପ୍ରାର୍ଥନା କରିବା। ଆମମାନଙ୍କ ମଧ୍ୟରେ ହେମଲତା ସୁନା ଦିଦି ଅଛନ୍ତି। ପ୍ରେଜ୍ ଦ ଲର୍ଡ ଦିଦି। ହେମଲତା ସୁନା ଦିଦି, ପ୍ରେଜ୍ ଦ ଲର୍ଡ। Praise the Lord again. ଆପଣ ପ୍ରାର୍ଥନା କରିବେ ଆଜି ଆରାଧନା କରୁଥିବା ନିମନ୍ତେ, ସହିତ ବାକ୍ୟ ନେଇ ଆସିଥିବା ସୁଦୂର ୟୁଏସର ବାଳକ ଆକାଶ ସୂର୍ଯ୍ୟ ଆଜ୍ଞାଙ୍କ ନିମନ୍ତେ, ଆଉ ଉପସ୍ଥିତ ଥିବା ସମସ୍ତଙ୍କ ନିମନ୍ତେ, ତତ୍ ସହିତ ପରିଶେଷରେ ମଧ୍ୟ ଉତ୍ତମ ଇଣ୍ଟରନେଟରେ ପରିଚାଳିତ ହେବା ସେ ନିମନ୍ତେ ଆପଣ ପ୍ରତ୍ୟେକ ବିଷୟ ପ୍ରଭୁଙ୍କ ହସ୍ତରେ ତୋଳି ଧରି ଆପଣ ପ୍ରାର୍ଥନା କରିବେ। ସମସ୍ତଙ୍କୁ ପ୍ରେସ୍ ଦ ଲର୍ଡ ନମସ୍କାର। ଆସନ୍ତୁ ପ୍ରାର୍ଥନା କରିବା।
ମଙ୍ଗଳମୟ ସଦା ପ୍ରଭୁ ତୁମ ପବିତ୍ର ନାମର ଧନ୍ୟବାଦ ହଉ, ଗୌରବ ହଉ, ପ୍ରଶଂସା ହଉ ବାପା। ତୁମରି ଦୟା ଅନୁଗ୍ରହ ହେତୁ ପ୍ରଭୁ ଏଇ ସୁନ୍ଦର ପ୍ରାତଃ କାଳରେ ତୁମେ ଆମକୁ ପହଞ୍ଚାଇଛ। ପ୍ରଭୁ ଗୌରବ କରୁଛି, ପ୍ରଶଂସା କରୁଛି, ତୁମେ ଆଜି ଆଶୀର୍ବାଦ କର। ଆଜିର ଏଇ ପ୍ରାତଃ କାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ତୁମେ ସହବର୍ତ୍ତୀ ଈଶ୍ୱର ସଙ୍ଗରେ ରହି ସଦା ଉପକାର କର। ବର୍ତ୍ତମାନ ପ୍ରଭୁ ଏଇ ପ୍ରଥମ ମୁହୂର୍ତ୍ତରେ ତୁମର ଚରଣ ତଳେ ଏକତ୍ରିତ ହଉ ହଉ ପ୍ରଭୁ ତୁମର ଚରଣ ତଳେ ଆରାଧନା କରିଅଛୁ ବାପା ତହି ପାଇଁ ତୁମର ଗୌରବ କରୁଛି, ପ୍ରଶଂସା କରୁଛି ବାପା। ତୁମର ପ୍ରିୟ ଦାସୀଙ୍କୁ ଆଶୀର୍ବାଦ କଲ, ସୁନ୍ଦର ଭାବରେ ଆରାଧନା କରିପାରେ ମତେ ସୁଯୋଗ ଦେଲ ପ୍ରଭୁ। ଧନ୍ୟବାଦ ଦଉଛି, ଧନ୍ୟବାଦ ଦଉଛି ପ୍ରଭୁ। ତୁମର ପ୍ରିୟ ଦାସ ବର୍ତ୍ତମାନ ବାକ୍ୟ ଘେନି ଆସୁଅଛନ୍ତି, ତୁମେ ତାଙ୍କୁ ଆଶୀର୍ବାଦ କର, ତାଙ୍କ ମୁଖ ଦ୍ୱାରା ତୁମେ କଥା କୁହ, ତାଙ୍କୁ ଦୁଇ ଗୁଣ ଆତ୍ମାରେ ଅଭିଷେକ କର ପ୍ରଭୁ। ତୁମେ ଗୌରବାନ୍ୱିତ ପ୍ରଶଂସନିତ ହୁଅ। ସେ ଯେଉଁ ବାକ୍ୟ ଦେବେ ପ୍ରଭୁ ପବିତ୍ର ଆତ୍ମାଙ୍କ ଦ୍ୱାରା ପରିଚାଳିତ ହୋଇ ଯେପରି ସେ ବାକ୍ୟ ଆମମାନଙ୍କ ନିକଟରେ ପରିବେଷଣ କରିବେ ସାହାଯ୍ୟ କର। ପ୍ରାର୍ଥନା କରୁଛି ପ୍ରଭୁ, ତୁମର ପ୍ରିୟ ଦାସ ଲେଡି କରୁଛନ୍ତି, ତୁମେ ତାଙ୍କୁ ଆଶୀର୍ବାଦ କର, ତାଙ୍କର ସେବା କାର୍ଯ୍ୟରେ, ତାଙ୍କର ଯୋଉ ପାରିବାରିକ ସାମାଜିକ ମାଣ୍ଡଳିକ କ୍ଷେତ୍ରରେ ସହବର୍ତ୍ତୀ ଈଶ୍ୱର ହୁଅ। ସମସ୍ତ ମଙ୍ଗଳ ରକ୍ଷା କର ପ୍ରଭୁ। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଉତ୍ତମ ଲିଡିଂ କରିବା ପାଇଁ ସାହାଯ୍ୟ କର। ପ୍ରାର୍ଥନା କରୁଛି ପ୍ରଭୁ, ଯେତେ ଜଣ ବସିଛୁ ଶ୍ରୋତା ମଣ୍ଡଳୀ ଭାବରେ ପ୍ରତ୍ୟେକଙ୍କୁ ଆଶୀର୍ବାଦ କର, ପ୍ରତ୍ୟେକଙ୍କର ସହବର୍ତ୍ତୀ ଈଶ୍ୱର ହୁଅ। ଉତ୍ତମ ମନ ଧ୍ୟାନ ପ୍ରଦାନ କର ପ୍ରଭୁ। ତୁମେ ଗୌରବ ପାଅ, ତୁମେ ପ୍ରଶଂସା ପାଅ। ହେ ମଙ୍ଗଳମୟ ରାଜା, ଏତେବେଳେ ପ୍ରାର୍ଥନା କରୁଛି ରିଏଲ ମିନିଷ୍ଟ୍ରିର ହୋଷ୍ଟ ଭାଇଙ୍କ ପାଇଁ ମଧ୍ୟ ତୁମେ ତାଙ୍କୁ ମଧ୍ୟ ଆଶୀର୍ବାଦ କର, ଦୟା କର। ତାଙ୍କର ପାରିବାରିକ ଜୀବନରେ ସହବର୍ତ୍ତୀ ଈଶ୍ୱର ହେବା ସଙ୍ଗେ ସଙ୍ଗେ ସମସ୍ତ ସେବା କାର୍ଯ୍ୟ ମାଧ୍ୟମରେ ଗୌରବାନ୍ୱିତ ପ୍ରଶଂସନିତ ହୁଅ ପ୍ରଭୁ। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସହବର୍ତ୍ତୀ ଈଶ୍ୱର ହୁଅ। ତୁମର ଉପସ୍ଥିତି ପ୍ରଦାନ କର ବୋଲି ଧନ୍ୟବାଦ ଦେଇ ସବୁ ପ୍ରାର୍ଥନା ନିବେଦନ ତ୍ରାଣକର୍ତ୍ତା ମଧୁମୟ ଯୀଶୁଙ୍କ ନାମରେ ମାଗୁଛି। ଆମେନ୍। ଧନ୍ୟବାଦ ଭଉଣୀ। ପ୍ରତ୍ୟେକ ବିଷୟ ପ୍ରଭୁଙ୍କ ହସ୍ତରେ ତୋଳି ଧରି ପ୍ରାର୍ଥନା କରିଥିବାରୁ ରେଲ ମିନିଷ୍ଟ୍ରି ତରଫରୁ ଆପଣଙ୍କୁ ପୁନର୍ବାର ଧନ୍ୟବାଦ ଜଣାଏ। ପ୍ରେଜ୍ ଦ ଲର୍ଡ। ବର୍ତ୍ତମାନ ବାକ୍ୟର ସମୟ। ଆମମାନେ ବାକ୍ୟ ଶ୍ରବଣ କରିବାକୁ ଯିବା। ଆମମାନଙ୍କ ମଧ୍ୟରେ ସୁଦୂର USA ରୁ ଡକ୍ଟର ଆକାଶ ସୂର୍ଯ୍ୟ ଆଜ୍ଞା ଅଛନ୍ତି। ପ୍ରେଜ୍ ଦ ଲର୍ଡ ଆଜ୍ଞା। ପ୍ରେଜ୍ ଦ ଲର୍ଡ। ଆଜ୍ଞାଙ୍କୁ ଏକ ପ୍ରଭୁଙ୍କର ପବିତ୍ର ବାକ୍ୟ ଦେଇ ମୁଁ ସ୍ୱାଗତ କରିବାକୁ ଚାହେଁ। ଆଉ ଯାହା ଲେଖା ଅଛି ଗୀତ ସଂହିତା 8 ପର୍ବ ତାର ଜହନ 8 ପର୍ବ ତାର 12 ପଦ। ଯୀଶୁ ପୁନର୍ବାର ଲୋକମାନଙ୍କୁ ଶିକ୍ଷା ଦେଇ କହିଲେ, ମୁଁ ଜଗତର ଜ୍ୟୋତି। ଯେ ମୋହର ଅନୁଗମନ କରେ ସେ କେବେ ହେଁ ଅନ୍ଧକାରରେ ଭ୍ରମଣ କରିବ ନାହିଁ, ବରଂ ଜୀବନର ଜ୍ୟୋତି ପାଇବ। ଆମେନ୍। Amen. ବର୍ତ୍ତମାନ ବାକ୍ୟର ସମୟ। ଆମମାନେ ଉଚ୍ଚ କରତାଳ ଦେଇ ଆମେ ଆକାଶ ସୂର୍ଯ୍ୟ ଆଜ୍ଞାଙ୍କୁ ଆମମାନେ ସ୍ୱାଗତ କରିବା। ପ୍ରେଜ୍ ଦ ଲର୍ଡ ଆଜ୍ଞା। Praise the Lord. Praise the Lord. ବର୍ତ୍ତମାନ ଆପଣଙ୍କର ସମୟ। ଆପଣ ବାକ୍ୟରେ ଆଗକୁ ବଢେଇ ନେବା ହୁଅନ୍ତୁ। ଆମମାନଙ୍କର ଈଶ୍ୱରଙ୍କର ପବିତ୍ର ନାମ ଧନ୍ୟ ହଉ, କାରଣ ସେ ଆମମାନଙ୍କର ମେଷପାଳକ, ଆମମାନଙ୍କର ଯିବା ଆସିବାର ସୁରକ୍ଷାକାରୀ ପରମେଶ୍ୱର। ଆମମାନଙ୍କୁ ଏଇ ନୂଆ ଦିନ ଦେଇଛନ୍ତି, ସେ ନୂଆ ଜୀବନ ଦେଇଛନ୍ତି, ତାହାଙ୍କର ପବିତ୍ର ଉପାସନା କରିବା ପାଇଁ ସେ ସୁଯୋଗ ଦେଇଛନ୍ତି। ତାହାଙ୍କର ପବିତ୍ର ମହାନାମ ଧନ୍ୟ ହଉ। ରିଏଲ ମିନିଷ୍ଟ୍ରି ର ପରିଚାଳକ ଆଜ୍ଞା କୋସଲା ସାର୍ ଏବଂ ନମିତା ଦିଦି ଏବଂ ଉପସ୍ଥିତ ପ୍ରତ୍ୟେକଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମୋର ନମସ୍କାର। ସମସ୍ତଙ୍କୁ ନମସ୍କାର। ପ୍ରଭୁ ଆପଣମାନଙ୍କ ଅନୁଗ୍ରହରେ ଆବରି ରଖନ୍ତୁ। ଆପଣମାନଙ୍କର ହୃଦୟର ବାଞ୍ଛାକୁ ପୂରଣ କରନ୍ତୁ। ତାହାଙ୍କର ମହିମା ପ୍ରଶଂସା ଗାନ ନିମନ୍ତେ ହଉ, ସବୁ ବିଷୟ ହେଉ। ଆଜି ଆମମାନେ ଦେଖିବା, ବାକ୍ୟକୁ ଯିବା ପୂର୍ବରୁ ମୁଁ ଗୋଟିଏ ଗୀତ ବା ଘୋଷା ପଦ ମୁଁ ଗାଇବା ପାଇଁ ଚାହେଁ। ଅତି ପୁରୁଣା ଗୀତ, ଆଉ ଗୀତ ରଚକ ମଧ୍ୟ ଏହି ଗୀତ ଲେଖନ୍ତି ଅତି ସୁନ୍ଦର ଭାବରେ। ତାପରେ ଆମମାନେ ଆଜିର ବାକ୍ୟକୁ ଆମମାନେ ପ୍ରବେଶ କରିବା। କର ମୋ ଚକ୍ଷୁ ପ୍ରସନ୍ନ, କରିବି ବ୍ୟବସ୍ଥା ଧ୍ୟାନ। କର ମୋ ଚକ୍ଷୁ
ପ୍ରସନ୍ନ କରିବି ବ୍ୟବସ୍ଥା ଧ୍ୟାନ ତବ ଶାସନ ଦୟାବାନ ତବ ଶାସନ ଦୟାବାନ ହେଉ ମୋ ଜୀବନ ବର ତୁମ ବାକ୍ୟ ଅଟେ ପ୍ରଦୀପ ମୋ କ୍ଷୀଣ ଚରଣର চলা পথে সে আলোক চলা পথে সে আলোক ମୋ ସାରା ଜୀବନର ତୁମ୍ଭ ବାକ୍ୟ ଅଟେ ପ୍ରଦୀପ ମୋ କ୍ଷୀଣ ଚରଣର। ପ୍ରଭୁଙ୍କର ବାକ୍ୟ ଆମମାନଙ୍କର ପ୍ରଦୀପ ଅଟେ, ଆମମାନଙ୍କର ଚରଣର କ୍ଷୀଣ ଅଟେ, ଜ୍ୟୋତି ଆଲୁଅ ସ୍ୱରୂପ ଅଟେ। ତାହାଙ୍କର ବାକ୍ୟରେ ଯେତେବେଳେ ଆମେ ଧ୍ୟାନ ଦେବା, ଆମମାନଙ୍କର ଜୀବନର ପ୍ରତିଟି ବିଷୟରେ ଆଲୁଅ ଆଣି ଦେଇଥାଏ ଏବଂ ଏହି ଯୋଉ ମନ୍ଦ କାଳରେ ବଞ୍ଚିବା ପାଇଁ ସାହସ ଦେଇଥାଏ, ଆତ୍ମବିଶ୍ୱାସ ଦେଇଥାଏ ଏବଂ ନିଜ ଜୀବନକୁ ତାହାଙ୍କ ନିକଟବର୍ତ୍ତୀ କରାଇବାରେ ସାହାଯ୍ୟ କରିଥାଏ। ଆମ ମା ପ୍ରାର୍ଥନା କରି ସାରିଛନ୍ତି, ଆମମାନେ ବାକ୍ୟ ନିମନ୍ତେ ଅଲରେଡି କରି ସାରିଛନ୍ତି, ତେଣୁକରି ଆମମାନେ ସିଧାସଳଖ ଭାବରେ ବାକ୍ୟକୁ ଯିବା। ଆମମାନେ ଏଫିସିୟ ପତ୍ର ସାଧୁ ପାଉଲଙ୍କର ଏଫିସିୟ ମଣ୍ଡଳୀକୁ ଯେଉଁ ପତ୍ର ଲେଖିଛନ୍ତି, ସେହି ଏଫିସିୟ ମଣ୍ଡଳୀୟ ପତ୍ରିକାକୁ ଆମମାନେ ଆଜି ଦେଖିବାକୁ ଯିବା। ଏହିଠାରେ ତାହାର 5 ପର୍ବର ଅଧ୍ୟାୟର 15ରୁ ଆମମାନେ 20 ପର୍ଯ୍ୟନ୍ତ ପଢିଦେବା। ଏଫିସିୟ ତାର 5 ପର୍ବର ଅଧ୍ୟାୟର 15ରୁ 20 ପର୍ଯ୍ୟନ୍ତ ଏଇଠାରେ ଏହି ପ୍ରକାରରେ ଲେଖା ଅଛି। ଅତଏବ ଅଜ୍ଞାନ ପରି ନ ହୋଇ ଜ୍ଞାନୀ ପରି ନିଜ ନିଜ ଆଚରଣ ସମ୍ବନ୍ଧରେ ବିଶେଷ ସାବଧାନ ହୁଅ। ପୁଣି ସୁଯୋଗର ସତ୍ ବ୍ୟବହାର କର, କାରଣ କାଳ ମନ୍ଦ ଅଟେ। ଏଣୁ ନିର୍ବୋଧ ନ ହୋଇ ପ୍ରଭୁଙ୍କର କଣ ଇଚ୍ଛା ତାହା ବୁଝ। ଆଉ ଦ୍ରାକ୍ଷା ରସରେ ମତ ନ ହୁଅ, ସେଥିରୁ ତ ଅତ୍ୟାଚାର ଜନ୍ମଇ। ମାତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ଗୀତ, ସ୍ରୋତ ଓ ଆଧ୍ୟାତ୍ମିକ ସଂକୀର୍ତ୍ତନ ଦ୍ୱାରା ପରସ୍ପରକୁ ଉତ୍ସାହ କର। ପୁଣି ତୁମ୍ଭମାନଙ୍କର ହୃଦୟରେ ଈଶ୍ୱରଙ୍କର ଉଦ୍ଦେଶ୍ୟରେ ଭୋଜନ ଓ ଗୀତ ଗାନ କର। ସର୍ବଦା ସର୍ବ ବିଷୟ ନିମନ୍ତେ ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ପିତା ଈଶ୍ୱରଙ୍କୁ ଧନ୍ୟବାଦ ଦିଅ। ପ୍ରଭୁଙ୍କର ଏହି ବାକ୍ୟ, ଆଉ ଏହି ବାକ୍ୟରେ ସୈନ୍ୟାଧିପତି ସଦାପ୍ରଭୁ ଆମମାନଙ୍କୁ ଉତ୍ସାହିତ କରନ୍ତୁ, କଥା କୁହନ୍ତୁ, ଆଶୀର୍ବାଦ କରନ୍ତୁ। ଆଜିର ଶୀର୍ଷକ ହେଉଅଛି ବୁଦ୍ଧିମାନ, ଆତ୍ମାରେ ପୂର୍ଣ୍ଣ ଏବଂ ଉପାସନାମୟ ଜୀବନ ବଞ୍ଚିବା, କାରଣ କାଳ ମନ୍ଦ ଅଟେ। ବୁଦ୍ଧିମାନ, ଆତ୍ମାରେ ପୂର୍ଣ୍ଣ ଏବଂ ଉପାସନାମୟ ଜୀବନ ବଞ୍ଚିବା, କାରଣ କାଳ ମନ୍ଦ ଅଟେ। ଏହି ଶୀର୍ଷକକୁ ନେଇ ଆମମାନେ ଚିନ୍ତା କରିବା। ମୋର ପ୍ରିୟ ପ୍ରଭୁଙ୍କର ଦାସ ଦାସୀ ମାନେ ତାହାଙ୍କର ପବିତ୍ର ରକ୍ତରେ କ୍ରୀତ ହୋଇ ଧୋଇ ହୋଇ ତାହାଙ୍କର ସ୍ୱର୍ଗ ରାଜ୍ୟ ନିମନ୍ତେ ଆହ୍ୱାନ ଲୋକମାନେ, ଆମମାନେ ଏହି ଯୋଉ ପତ୍ରିକାରେ ଦେଖୁଛୁ, ପାଉଲ ଏଫିସିୟ ମଣ୍ଡଳୀକୁ ଲେଖୁଛନ୍ତି 60 ADରେ, ପ୍ରଥମ ଶତାବ୍ଦୀ 60 ADରେ ଖ୍ରୀଷ୍ଟପୂର୍ବରେ ପରେ ଲେଖିଛନ୍ତି। ଯେତେବେଳେ ସେ ରୋମରେ ବନ୍ଦୀ ଗୃହରେ ରହୁଥିଲେ, ସେହି ସମୟରେ ଟାଇକିକସ୍ ନାମକ ଜଣେ ପ୍ରଭୁଙ୍କର ଦାସ ଏଫିସିୟ ମଣ୍ଡଳୀରୁ ରୋମକୁ ପାଉଲଙ୍କ ସଙ୍ଗେ ଭେଟିବା ପାଇଁ, ମିଶିବା ପାଇଁ ସେ ଯାଉଛନ୍ତି। ଯେତେବେଳେ ସେ ପାଉଲଙ୍କ ସଙ୍ଗେ ସାକ୍ଷାତ କଲେ, ସେହି ସମୟରେ ଏଫିସିୟ ମଣ୍ଡଳୀ ବିଷୟରେ ସେ କହୁଛନ୍ତି ସାଧୁ ପାଉଲଙ୍କୁ। ଯେତେବେଳେ ସେ ସେହି ମଣ୍ଡଳୀ ବିଷୟରେ ସେ ଶୁଣିଲେ,
କି ଏଫିସିୟ ମଣ୍ଡଳୀ ବିଶ୍ୱାସରେ ଅଭିବୃଦ୍ଧି ହେଉଛନ୍ତି ଏବଂ ସମସ୍ତ ପରମେଶ୍ୱରଙ୍କର ଲୋକମାନଙ୍କୁ ପ୍ରେମ କରି ସେମାନେ ବଞ୍ଚୁଛନ୍ତି। ଯେତେବେଳେ ଏହି ବାକ୍ୟ ଟାଇକିକସ୍ ନାମକ ଜଣେ ପ୍ରଭୁଙ୍କର ଦାସଙ୍କ ଠାରୁ ଶୁଣିଲେ, ସାଧୁ ପାଉଲ ଉତ୍ସାହିତ ଭାବରେ ଏ ପତ୍ରିକା ଲେଖୁଛନ୍ତି। ଏହି ପତ୍ରିକା ସେହି ମଣ୍ଡଳୀରେ ଦୁଇ ପ୍ରକାରର ବିଶ୍ୱାସୀ ଥିଲେ। ଯେଉଁ ବିଶ୍ୱାସୀ ମାନେ ଜିହୁଦୀ କମ୍ୟୁନିଟିରୁ ଗୋଷ୍ଠୀରୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଉଦ୍ଧାରକର୍ତ୍ତା ଭାବରେ ଗ୍ରହଣ କରିଥିଲେ, ସେମାନେ ବିଶ୍ୱାସୀ ଭାବରେ ମଣ୍ଡଳୀରେ ଥିଲେ। ଅଣଜିହୁଦୀ ଲୋକମାନେ, ଯେଉଁମାନେ ମୂର୍ତ୍ତି ପୂଜା କରି ଅନ୍ୟ ଦେବତା ଦେବୀ ମାନଙ୍କର ପୂଜା ଆରାଧନା କରୁଥିଲେ, ପ୍ରଭୁ ଯୀଶୁଙ୍କ ବିଷୟ ଶୁଣିଲେ, ଯୀଶୁଙ୍କୁ ନିଜ ଉଦ୍ଧାରକର୍ତ୍ତା ଭାବରେ ଗ୍ରହଣ କରିଲେ, ସେମାନେ ମଧ୍ୟ ଏଫିସିୟ ମଣ୍ଡଳୀରେ କଣ ସମ୍ମିଳିତ ହୋଇ ସେମାନେ ଆରାଧନା ଉପାସନା କରୁଥିଲେ। ଏହି ସମୟରେ ରୋମିଓ ସମ୍ରାଟ, ନିରୋ ନାମକ ରୋମିଓ ସମ୍ରାଟ, ସେ ଶାସନ କରୁଥିଲେ। ଏଫିସିଓ ଏହି ପ୍ରକାର ଗୋଟିଏ ସ୍ଥାନ ଥିଲା ଯେଉଁ ଜାଗା କି ମାନେ ଆର୍ଥିକ ଭାବରେ ସବଳତାରେ ପରିଣତ ହୋଇଥିଲା। କାରଣ ଏହି ଯୋଉ ଏଫିସିଓ ଜାଗାରେ ଡାୟନା ନାମକ ଜଣେ ଆଉ ଦେବତା ବା ଗଡେସ୍ ସେ ପ୍ରଚଳିତ ଭାବରେ ରହୁଥିଲେ। ତାହାଙ୍କର ଉପାସନା ଏହି ଏଫିସିଓ ର ଦେଶୀୟ ଲୋକମାନେ କରୁଥିଲେ। ଆଉ ସେହି ସମୟରେ ଡାୟନାର ଯୋଉ ମନ୍ଦିର ଥିଲା, ସେହି ମନ୍ଦିର ସେହି ସମୟରେ 7ଟି ବୃହତ୍ ଯୋଉ ବିଷୟ ବା ମନ୍ଦିର ବା ଯୋଉ ବିଖ୍ୟାତ ଭାବରେ ଗଣିତ ହୋଇଥିଲା। ଏଫିସିଓ ଏହି ପ୍ରକାର ସ୍ଥାନ ଥିଲା ଯେଉଁ ସ୍ଥାନ ଇଫ୍ରାଟସ୍ ଯୋଉ ସମୁଦ୍ର କୂଳରେ ସ୍ଥାପିତ ହୋଇଥିଲା। ଏଜିଏନ୍ ସି ବୋଲି ମଧ୍ୟ କହନ୍ତି। ଏଜିଏନ୍ ଯୋଉ ସମୁଦ୍ର ଥିଲା ତାହାର ସେ ମଧ୍ୟ ପାର୍ଶ୍ୱରେ ମଧ୍ୟ ସ୍ଥାପିତ ଥିଲା। ଆଉ ନର୍ଦର୍ନ ପାର୍ଟରେ ଗ୍ରୀସ୍ ସି ମାନେ ଗ୍ରୀସର ସମୁଦ୍ର ମଧ୍ୟ ଛୁଉଁଥିଲା। ତ ସେହି ସମୟରେ ଯେଉଁ ବାଣିଜ୍ୟ ବ୍ୟବସାୟ କରୁଥିଲେ ଲୋକମାନେ, ଜାହାଜ ମାଧ୍ୟମରେ ବାଣିଜ୍ୟ ବ୍ୟବସାୟ କରିବା ହେତୁ ଏଫିସିଓ ଗୋଟିଏ ବୃହତ୍ ଧନୀ ରୂପ ବିଭିନ୍ନ ପ୍ରକାର ବିଷୟରେ ବୃଦ୍ଧି ପାଇ ଡେଭଲପ ସିଟି ଥିଲା। ସେହି ସମୟରେ ରିଲିଜିୟସ୍ ଭାବରେ ମୂର୍ତ୍ତି ପୂଜା, ଅନେକ ପ୍ରକାର ଫେଷ୍ଟିଭାଲ୍ସ ସେଲିବ୍ରେସନ କରୁଥିଲେ ଲୋକମାନେ। ବିଭିନ୍ନ ଦେଶରୁ ଲୋକମାନେ ଏହି ଡାଇନାର ଉପାସନା କରିବା ପାଇଁ ସେମାନେ ଯାଉଥିଲେ। ଏହି ଯୋଉ ଡାଇନା ଯୋଉ ମନ୍ଦିରରେ ଅନେକ ପ୍ରକାର ଦୁଷ୍କର୍ମ କାର୍ଯ୍ୟ ଘଟୁଥିଲା, ବ୍ୟଭିଚାର ହଉଥିଲା, ଟେମ୍ପଲ ପ୍ରୋଷ୍ଟିଟ୍ୟୁସନ ୱାଜ ଗୋଇଂ ଅନ୍, ଅନେକ ପ୍ରକାର ଅପବ୍ୟବହାର ବିଷୟ ଘଟୁଥିଲା। କାରଣ ଏହି ଯୋଉ ଡାୟନାକୁ ଫେର୍ଟିଲାଇଜ ଗଡେସ୍ ବୋଲି କୁହାଯାଉଥିଲା, ଯିଏ କି ଯାହାର ଛୁଆ ହେଉନଥିଲେ ସେମାନଙ୍କୁ ଆଶୀର୍ବାଦ କଲେ ଛୁଆ ହବ। ଯେଉଁମାନଙ୍କର ଫସଲ ହଉନଥିଲା, ଫେର୍ଟିଲିଟି ଗଡେସ୍, goddess for childbearing, goddess for fruitfulness on the farming। ତ ଏହି ବିଷୟ ବସ୍ତୁରେ ଅନେକ ଲୋକ ବିଭିନ୍ନ ଜାଗାରୁ, ସିରିଆ, ଇରାକ, ଇଜିପ୍ଟ, ବିଭିନ୍ନ ଜାଗାରୁ ଏହି ସ୍ଥାନକୁ ଯାଉଥିଲେ। ଏହି ସ୍ଥାନ ଗୋଟେ ଏହି ପ୍ରକାର ସ୍ଥାନ ଥିଲା ଯେଉଁ ସ୍ଥାନ କି ଅନେକ ବିଷୟ ବସ୍ତୁରେ ଭଲ ଥିଲା ଆଉ ଗୁଡାଏ ବିଷୟ ବସ୍ତୁରେ ମନ୍ଦରେ ପରିପୂର୍ଣ୍ଣ ଥିଲା। ସେହି ସମୟ ଏହି ସବୁ ବିଷୟକୁ ନେଇ ସାଧୁ ପାଉଲ ଏଫିସିୟ ମଣ୍ଡଳୀକୁ ଲେଖୁଛନ୍ତି, ଅତଏବ ଅଜ୍ଞାନ ପରି ନ ହୋଇ ଜ୍ଞାନୀ ପରି ନିଜ ନିଜ ଆଚରଣ ସମ୍ବନ୍ଧରେ ବିଶେଷ ସାବଧାନ ହୁଅ। ମୋର ପ୍ରିୟ ପ୍ରଭୁଙ୍କର ଦାସ ଦାସୀ ମାନେ, ଆଜି ଆମେ ଯଦି ଜଗତକୁ ଦେଖିବା, ଆମର ସମାଜକୁ ଦେଖିବା, ଆମର ଗାଁକୁ ଦେଖିବା, ଆମର ଡିଷ୍ଟ୍ରିକ୍ଟ ଏବଂ ରାଜ୍ୟକୁ ଦେଖିବା, ଗୁଡାଏ ଅତ୍ୟାଚାର, ଅବ୍ୟବହାର, ଇମୋରାଲିଟିସ୍, ଅନୈତିକ ବିଷୟବସ୍ତୁ ଅଭିବୃଦ୍ଧି ହେଉଅଛି, ଘଟୁଛି। ଅନେକ ଲୋକମାନେ ଆଜିକାଲି ବ୍ରାଇବରେ ପରିପୂର୍ଣ୍ଣ ଗୁଡାଏ ବିଷୟ, ମା ମାନଙ୍କୁ ଅତ୍ୟାଚାର କରିବା, ଲୋକମାନଙ୍କୁ ହତ୍ୟା କରିବା, ଏହି ସବୁ ବିଷୟ ପଲିଟିକାଲ ଭାବରେ ପୋଜିସନ ପାଇଁ
କିଛି ପାଇବା ପାଇଁ ଗୁଡ଼ାଏ ଲୋକମାନେ ଏହି ପ୍ରକାର କାର୍ଯ୍ୟ କରୁଛନ୍ତି, ସୁରକ୍ଷା ବିହୀନ ହେବାକୁ ଯାଉଅଛି। ଆଜିକାଲି ଗୁଡ଼ାଏ ମା ମାନେ, ଝିଅମାନେ, ପିଲାମାନେ ଡରୁଛନ୍ତି। କିଡନେପିଂ ଚାଲିଛି ପିଲାମାନଙ୍କର। ପିଲାମାନଙ୍କୁ ନେଇ ବିକୁଛନ୍ତି ମୁମ୍ବାଇର ସେହି ଯେଉଁ ପ୍ରକାର ଦୁଷ୍କର୍ମ କାର୍ଯ୍ୟ, ସେ ଜାଗାରେ ଅନସେଫ୍ ପ୍ଲେସ୍ ହେବାକୁ ଅତିକ୍ରମ କରୁଛି ଏହି ଜଗତ। ଯେତେବେଳେ ମାନେ ସବୁ ଗୁଡ଼ାଏ ବିଷୟରେ ନ୍ୟାୟ ମିଳିବାରେ ବହୁତ କଷ୍ଟକର ହଉଛି, ଅନ୍ୟାୟ ବିଷୟବସ୍ତୁ ଗୁଡ଼ାଏ ଘଟୁଛି, ଯୁବତୀ ମାନେ ଅନେକ ପ୍ରକାର ବିଷୟରେ ଲିପ୍ତ ହୋଇ ସେମାନେ ବଞ୍ଚୁଛନ୍ତି। ଯେଉଁ ପ୍ରକାର ଏଫିସିୟମ୍ ସହରରେ ଥିଲା, ସେହିଠାରୁ ମଧ୍ୟ ଅଧିକ ଆଜି ଦୁନିଆର ମାନେ ଦେଖୁଛୁ। ଯଦି ୱେଷ୍ଟର୍ଣ୍ଣ କଣ୍ଟ୍ରିରେ ଦେଖିଲେ, ଆମେରିକା ହଉ, ଇଂଲଣ୍ଡ ହଉ, ଜର୍ମାନୀ ହଉ, ଅଷ୍ଟ୍ରେଲିଆ ହଉ, କାନାଡା ହଉ, ସୈନ୍ୟାଧିପତି ସଦାପ୍ରଭୁ ଈଶ୍ୱରଙ୍କର ଭୟ ମାନିବାରେ କମି ଯାଉଅଛି। ଲୋକମାନେ ପରମେଶ୍ୱରଙ୍କୁ ତ୍ୟାଗ କରି ଏଥିସ୍ ବନୁଛନ୍ତି, କହୁଛନ୍ତି କି ପରମେଶ୍ୱର ନାହାନ୍ତି, ଆଉ ଯାହା ଇଚ୍ଛା କରେ ମନେ କରେ ସେମାନେ ସେହି କାର୍ଯ୍ୟ କରି ସେମାନେ ବଢୁଛନ୍ତି। ଡିଭୋର୍ସ ଅତ୍ୟଧିକ ଭାବରେ ଘଟୁଛି, ଗୁଡ଼ାଏ ବିଷୟ ଘଟୁଛି। ଲୋକମାନେ ସ୍କୁଲ ଭିତରକୁ ଯାଇ ସୁଟିଂ କରିଦଉଛନ୍ତି, ସୁଟ୍ କରିଦଉଛନ୍ତି, ଗନ୍ ଫାୟରିଂ କରୁଛନ୍ତି। ଏହି ପ୍ରକାର ପରିସ୍ଥିତିରେ ଆମେମାନେ ଯେ ପ୍ରଭୁଙ୍କର ଲୋକମାନେ, ଏହି ସବୁ ବିଷୟକୁ ଦେଖିଲେ ଡର ଭୟ ଲାଗିଥାଏ। ତ ଏହି ସବୁ ବିଷୟରେ ଆମମାନେ କି ପ୍ରକାର ବଞ୍ଚିବା, କେଉଁ ମାଧ୍ୟମରେ ଆମମାନେ ଆଉ ପୁରା କଠିନ ଭାବରେ ବା କନଫିଡେନ୍ସ ଭାବରେ ଆଗକୁ ଯିବା। ତ ଏହି ପ୍ରକାର ପରିସ୍ଥିତିରେ ସାଧୁ ପାଉଲ ଲେଖୁଛନ୍ତି ଏହି ମଣ୍ଡଳୀକୁ କି ଅଜ୍ଞାନ ପରି ନ ହୋଇ ଜ୍ଞାନୀ ପରି ନିଜ ନିଜ ଆଚରଣ ସମ୍ବନ୍ଧରେ ବିଶେଷ ସାବଧାନ ହୁଅ। କାରଣ ଆମ୍ଭେମାନେ ଏହି ଜଗତର ନହୁଁ। ପାଉଲ କହୁଛନ୍ତି କି we are citizens of heaven, we have an inheritance of God's kingdom। ଆମ୍ଭେମାନେ ତାହାଙ୍କର ଦ୍ୱାରା ମନୋନୀତ ହୋଇଅଛୁ, ତାହାଙ୍କର ପିଲାମାନେ ବୋଲି ଗଣିତ ହୋଇଅଛୁ। ତେଣୁ ଆମ୍ଭେମାନେ ଏହି ଜଗତର ନହୁଁ। ଏହି ଜଗତରେ କ୍ଷଣିକ ପାଇଁ ସମସ୍ୟା ଆସିଥାଏ, କ୍ଷଣିକ ପାଇଁ ଅତ୍ୟାଚାର ଆମମାନେ ଦେଖିଥାଉ, କ୍ଷଣିକ ପାଇଁ ଅନେକ ବିଷୟ ଆମମାନେ ଦେଖିଥାଉ, କିନ୍ତୁ ଆମମାନଙ୍କର ସିଟିଜେନସିପ୍ ହେଉଅଛି ସ୍ୱର୍ଗ। ତେଣୁକରି ସେ କହୁଛନ୍ତି କି ଏହି ଯେଉଁ ଏଫେସୀୟ ମଣ୍ଡଳୀକୁ ଲେଖୁଛନ୍ତି, ଜ୍ଞାନୀ ପରି ନିଜ ନିଜ ଆଚରଣ ସମ୍ବନ୍ଧ ବିଶେଷରେ ସାବଧାନ ହୁଅ। ପ୍ରଥମ ବିଷୟ ମୋର ପ୍ରିୟ ପ୍ରଭୁଙ୍କର ଦାସ ଦାସୀ ମାନେ ଦେଖିବାକୁ ଆମେ ଯିବା କି ବୁଦ୍ଧିମାନରେ ବଞ୍ଚିବା, living wisely। କାରଣ କାଳ ମନ୍ଦ ଅଟେ। କେଉଁ ବିଷୟ କେଉଁ ସମୟରେ ଈଶ୍ୱରଙ୍କ ଠାରୁ ଦୂରେଇ ନେଇଯିବ ଆମମାନେ ଜାଣିପାରିବା ନାହିଁ। ଆମମାନେ ସାବଧାନ ସହିତ ଜ୍ଞାନରେ ଆମମାନେ ଈଶ୍ୱରଙ୍କର ପ୍ରଶଂସା ସ୍ତୁତି କରି ବଞ୍ଚିବାର ଆବଶ୍ୟକ। ମୋର ପ୍ରିୟ ପ୍ରଭୁଙ୍କର ଦାସ ଦାସୀ ମାନେ, ଆଜି ଆମମାନଙ୍କର ସମାଜରେ ମାଣ୍ଡଳିକ ଭାବରେ ଗୁଡ଼ାଏ ବିଭାଜିତ ହୋଇ ଚାଲିଛି। ପ୍ରଥମ ଥର ଗୋଟେ ଦୁଇଟା ଜୁମ୍ ଥିଲା, ଏବେ ଗୁଡ଼ାଏ ଜୁମ୍। ଗୋଟେ ଗାଁରେ ଗୁଡ଼ାଏ ମଣ୍ଡଳୀ ଆସି ଯାଉଅଛି। ପରମେଶ୍ୱର ଏହି ଉଦ୍ଧାର କାର୍ଯ୍ୟର କରିବାର ଯୋଜନା ହେଉଛି ପ୍ରତ୍ୟେକ ତାହାଙ୍କର ଲୋକମାନଙ୍କୁ ଏକ ମନା କରିକି ସ୍ୱର୍ଗକୁ ନେବା ପାଇଁ, ବିଭାଜିତ କରି ନେବା ପାଇଁ ପରମେଶ୍ୱରଙ୍କର ଯୋଜନା ଉଦ୍ଧାର କାର୍ଯ୍ୟ ହୋଇନାହିଁ। ଈଶ୍ୱର କ୍ରୁଶରେ ହତ ହେଲେ କି ବିଭାଜିତ ହୋଇ ବଞ୍ଚିବା ପାଇଁ ନାହିଁ, ପରସ୍ପରକୁ କଥା ନ କହି ପରସ୍ପର ବିରୁଦ୍ଧରେ କାର୍ଯ୍ୟ କରି ଏହି ମଣ୍ଡଳୀର ଲୋକମାନଙ୍କୁ କୌଣସି ବିଷୟରେ ବା ବାଧା ପ୍ରାପ୍ତ କରିବା, ପ୍ରଲୋଭନ କରି ଆମ ମଣ୍ଡଳୀକୁ ଟାଣି ନେବା, ଗୁଡ଼ାଏ ବିଷୟ ଚାଲିଅଛି। ଯେଉଁ ସ୍ଥାନରେ ମଣ୍ଡଳୀ ଅଛି ସେହି ସ୍ଥାନରେ ମଣ୍ଡଳୀ ସ୍ଥାପନ କରିବା, ବିଜନେସ୍
ସମସ୍ତ ମଣ୍ଡଳୀ ବା ସମସ୍ତ ଅର୍ଗାନାଇଜେସନ ଖରାପ ବୋଲି ମୁଁ କହୁନାହିଁ। ଗୁଡାଏ ସଂସ୍ଥା ବିଜନେସ ଟାଇପ ମଧ୍ୟ ଚାଲିଛି ଅନୱାଇସ୍। ଗୁଡାଏ ଅର୍ଗାନାଇଜେସନ ଅନୱାଇସ୍ କାହିଁକି ବୁଦ୍ଧିମାନରେ ବା ଅଜ୍ଞାନୀ ହୋଇ କାମ କରିଥିଲେ। ୱାର୍ଲଡ ଭିଜନ ଇଣ୍ଡିଆରେ ଅଜ୍ଞାନୀ ଭାବରେ କାମ କଲେ। ଗୁଡାଏ ଅନ୍ୟାୟ ବିଷୟ ଘଟିଥିବାରୁ ବନ୍ଦ ହେଲା। କମ୍ପେସନ ଇଣ୍ଡିଆ ଗୁଡାଏ କୋଟି କୋଟି ଟଙ୍କାର ଅନ୍ୟାୟ ଭାବରେ ନଟ୍ ଟ୍ରାନ୍ସପାରେନ୍ସି ଲାଲସାରେ ପରିପୂର୍ଣ୍ଣ ଯେତେବେଳେ ଆମେ ହୋଇଯାଉ, ଆମମାନଙ୍କୁ କୌଣସି ଆଧ୍ୟାତ୍ମିକ ଜ୍ଞାନ ଦେଖାଯାଏ ନାହିଁ କିମ୍ବା ଚିନ୍ତା ଆସେ ନାହିଁ। ଗୁଡାଏ ସଂସ୍ଥା କାହିଁକି ବନ୍ଦ ହଉଅଛି? ଆମମାନେ ଗଭର୍ଣ୍ଣମେଣ୍ଟକୁ କହିଥାଉ ଏମାନେ ଏଇ ପ୍ରକାର ଭାବରେ, କିନ୍ତୁ ଅନେକ ଥର ଆମ୍ଭମାନଙ୍କର କଣ ହଉଛି? ଅଜ୍ଞାନତା ଯୋଗୁ, ଆମମାନଙ୍କର ଲାଲସା ଯୋଗୁ ନିଜ ନିଜ ଜୀବନକୁ ଆମମାନଙ୍କର ଜୀବନରେ ପରିପୋଷଣ କରିବା ପାଇଁ ଅନ୍ୟ ଭାବରେ କାର୍ଯ୍ୟ କରି ଆମମାନେ ହରାଇ ବସିଥାଉ। ଗୁଡାଏ ସ୍କୁଲ ଅଛି ଆଜିକାଲି, ଆମମାନେ ଦେଖୁଛୁ ଖ୍ରୀଷ୍ଟିଆନ ମିଶନ ସ୍କୁଲ ଟାଇମ ମ୍ୟାନେଜମେଣ୍ଟ କରିବାର ଜାଣିନାହାନ୍ତି। ଏମ୍ପ୍ଲୟ ଲୋକମାନଙ୍କୁ 8ଟାରୁ 4ଟା 5ଟା ପର୍ଯ୍ୟନ୍ତ କାମ କରାନ୍ତି, କିନ୍ତୁ ଏକ୍ସଟ୍ରା ପଇସା ଦିଅନ୍ତି ନାହିଁ। ମୁଁ ଯେତେବେଳେ କେରଳାରେ କାର୍ଯ୍ୟ କରୁଥିଲି ଇଣ୍ଡିଆ ବାଇବଲ କଲେଜ ସେମିନାରୀରେ, ଘଣ୍ଟାଟି ମଧ୍ୟ ଅଧିକା ଆମେ କାମ କରିଲେ ଆମକୁ ସେ ଘଣ୍ଟାଟିର ପଇସା ମଧ୍ୟ ଆମ ଡାଇରେକ୍ଟର ଦେଉଥିଲେ। ଏହି ପ୍ରକାର ଡିସିପ୍ଲିନ, ଏହି ପ୍ରକାର ନ୍ୟାୟର କାର୍ଯ୍ୟ ଆଜି ବହୁତ ସଂସ୍ଥା, ବହୁତ କମ ମଣ୍ଡଳୀରେ ଆମମାନେ ଦେଖିଥାଉ। ଗୁଡାଏ ମିଶନ ସ୍କୁଲ ମଧ୍ୟ ଏମ୍ପ୍ଲୟମେଣ୍ଟ କରନ୍ତି। ସେମାନଙ୍କ ପ୍ରଭୁଙ୍କର ଅନୁଗ୍ରହ ଆଶୀର୍ବାଦରୁ ଆମେରିକା ଗୁଡାଏ ପଇସା ଯାଏ, ସ୍ପନ୍ସର ଯାଏ, ଫଣ୍ଡ ଯାଏ। କିନ୍ତୁ ଯେତେବେଳେ ଆମମାନେ ଆମର ବା ଲୋକମାନଙ୍କୁ ବା କାର୍ଯ୍ୟ କରୁଥିବା ଲୋକମାନଙ୍କୁ ଆମମାନେ ଏଟା ମାନେ ବ୍ୟବହାର କରିଥାଉ, ବହୁତ ଅନ୍ୟାୟ ଭାବରେ ଆମମାନେ କରିଥାଉ। ମୁଁ ଦେଖିକି ଆସୁଛି, ବଡ ସଂସ୍ଥାରେ ମଧ୍ୟ ମୁଁ କାମ କରି ଆସିଛି, ବ୍ୟର୍ଥରେ ଗୁଡାଏ ଟଙ୍କା ବ୍ୟବହାର କରୁଛନ୍ତି ମୋର ପ୍ରିୟ ପ୍ରଭୁଙ୍କର ଦାସ ଦାସୀ ମାନେ। ଆଉ ଯେଉଁମାନେ ସ୍ପନ୍ସର କରୁଛନ୍ତି ସେମାନେ ଆମ ପରି ଚାଲାକି ନୁହନ୍ତି। ଏମାନେ ଏମିତି ଲୋକମାନେ, ଏମାନଙ୍କୁ କେତେ ମ୍ୟାନିପୁଲେସନ କରିବେ ଏମାନେ କୁ ଜଣା ପଡିବ ନାହିଁ। ସେମାନଙ୍କ ହୃଦୟ ବହୁତ ସରଳ। କାରଣ ମୁଁ ରହୁଛି ଏଇ ସ୍ଥାନରେ, ମୁଁ ଭଲ ଭାବରେ ଜାଣିଛି ଯେତେ ମ୍ୟାନିପୁଲେସନ କରିବେ ସେତେ ପଡିଯିବେ। ତ ଏହି ପ୍ରକାର ବିଷୟ ବସ୍ତୁ ଚାଲିଛି ମୋର ପ୍ରିୟ ପ୍ରଭୁଙ୍କର ଦାସ ଦାସୀ ମାନେ। ମଣ୍ଡଳୀରେ ଗୋଟିଏ ଆତ୍ମା ମଧ୍ୟ ପରମେଶ୍ୱରଙ୍କର ନିମନ୍ତେ ଉଦ୍ଧାର ପାଏ, ସ୍ୱର୍ଗରେ ଦୂତମାନେ ଆନନ୍ଦ କରନ୍ତି। It is not about how many churches we are establishing. It is not about how many people are coming to my church or coming to my Zoom. It is all about saved people uniting together, worshiping the Lord. ଉଦ୍ଧାର ପ୍ରାପ୍ତ ଲୋକମାନେ ଆତ୍ମାରେ ପରିପୂର୍ଣ୍ଣ ହୋଇ ଏକ ମନରେ ପରମେଶ୍ୱରଙ୍କର ଆରାଧନା କରି ସୁବୁଦ୍ଧିରେ ବଞ୍ଚିବାର ହଉଛି ପରମେଶ୍ୱରଙ୍କର ଗୌରବର କାରଣ। ତ ମୋର ପ୍ରିୟ ପ୍ରଭୁଙ୍କର ଦାସ ଦାସୀ ମାନେ, କାଳ ମନ୍ଦ ଅଟେ, ତେଣୁ କରି ଆମମାନେ ଯେ ମନୋନୀତ ଲୋକମାନେ, ଆମମାନଙ୍କ ନିମନ୍ତେ ସ୍ୱର୍ଗ ଦ୍ୱାର ଯେ ଫିଟା ଯାଇଅଛି, ଆମମାନଙ୍କର ପାପ ଆମମାନଙ୍କର ଅପରାଧରୁ ଆମମାନେ ଯେ ମୁକ୍ତ ହୋଇ ତାହାଙ୍କର ପବିତ୍ର ରକ୍ତ ଦ୍ୱାରା ଧୌତ ହୋଇଅଛୁ, ଆମମାନେ ସୁବୁଦ୍ଧି ଭାବରେ, ବୁଦ୍ଧିମାନ ଭାବରେ ବଞ୍ଚିବା ଆବଶ୍ୟକ। କାରଣ ବୁଦ୍ଧିମାନ ଜୀବନର ଶୈଳୀ ଅଟେ। ଯେତେବେଳେ ଆମମାନେ ସତର୍କ ଭାବରେ ଆମମାନେ ବଞ୍ଚିଥାଉ, ଆମମାନେ ଯେତେବେଳେ ମେଜରମେଣ୍ଟ କରିଥାଉ, ମୁଁ ଏହି କାର୍ଯ୍ୟ କଲେ କଣ ପ୍ରଭୁଙ୍କର ମହିମା ହବ କି ନାହିଁ, ମୁଁ ଏହା କଣ କହିଲେ ଅନ୍ୟ ଭାଇ କିମ୍ବା ପ୍ରଭୁଙ୍କର ପ୍ରଶଂସା ହବ କି ନାହିଁ, ମୁଁ ଏହି ପ୍ରକାର ଦୃଷ୍ଟି କଲେ କଣ ପ୍ରଭୁଙ୍କର ପ୍ରଶଂସା ହବ କି ନାହିଁ, ଏହି ପ୍ରକାର ସତର୍କତାକୁ ବା ଏହି ପ୍ରକାର ଚିନ୍ତାଧାରାକୁ ବୁଦ୍ଧିମାନର ଜୀବନ ଶୈଳୀ ବୋଲି କୁହନ୍ତି। ତ ଆମମାନେ ଯେତେବେଳେ ଆମମାନେ ଗ୍ରୀକ ଭାଷାରେ ଦେଖୁ, ପେରିପେଟେଇଟେ ବୋଲି କହନ୍ତି, live very carefully। ଏହାକୁ ଓଡ଼ିଆ ଭାଷାରେ ବା ଆମମାନେ ଅର୍ଥପୂର୍ଣ୍ଣ ଭାବରେ ଦେଖିବାକୁ ଗଲେ, ପ୍ରତ୍ୟେକ ଦିନ ଧ୍ୟାନ ସହିତ ବୁଦ୍ଧିମାନ ହୋଇ ବଞ୍ଚିବା।
ଅନେକ ସମୟରେ ଆମମାନେ ଗୁଡ଼ାଏ ବିଷୟରେ ଅଜ୍ଞାନୀ ହୋଇ ଆମମାନେ ବଞ୍ଚିଥାଉ। ତେଣୁ ପ୍ରଭୁ ଚାହାନ୍ତି ଆମମାନଙ୍କୁ ଏହି ଯୋଉ ଶେଷ ସମୟରେ ଆମମାନେ ଜ୍ଞାନ ସହିତ ବୁଦ୍ଧିମାନ ହୋଇ ସାବଧାନ ସହିତ ଆମମାନେ ବଞ୍ଚିଲେ ତାହାଙ୍କର ମହିମା ହବ। ମୋର ପ୍ରିୟ ପ୍ରଭୁଙ୍କର ଦାସ ଦାସୀ ମାନେ, ଏହି ଯୋଉ ସମୟ ପରମେଶ୍ୱର ଆମ୍ଭମାନଙ୍କୁ ଦେଇଛନ୍ତି, ସେହି ସମୟକୁ ଆମମାନେ ସତ୍ ବ୍ୟବହାର କରିବାକୁ ହବ। ଯେଉଁ ସମୟରେ ପ୍ରଭୁ ଆମମାନଙ୍କୁ ସମୟ ଦେଇଥାନ୍ତି, ପରିଶ୍ରମ କରିବାକୁ ହବ। ଅନେକ ଲୋକ ମିନିଷ୍ଟ୍ରିରେ କମିଟମେଣ୍ଟ ହୋଇଯାଆନ୍ତି, ପରିବାରକୁ ଭୁଲି ଯାଇଥାନ୍ତି। ଅନେକ ଲୋକ ମିନିଷ୍ଟ୍ରିରେ ମାତି ଯାଇଥାନ୍ତି, ନିଜ ନିଜ ସମ୍ପର୍କୀୟ ଲୋକମାନଙ୍କର ଦୁଃଖ ସୁଖରେ ହୋଇପାରନ୍ତି ନାହିଁ। ଅନେକ ସମୟରେ ଆମମାନେ ଏହି ପ୍ରକାର ବ୍ୟସ୍ତତା ହେଇଯାଇଥାଉ ନିଜ ନିଜ ଜୀବନରେ ଅନ୍ୟ ବିଷୟରେ କି ଆମମାନେ ମଣ୍ଡଳୀକୁ ବି ଆମମାନେ ଯାଇ ଦୁଃଖ ସୁଖର ସହଭାଗିତା ହୋଇନଥାଉ। ସମୟକୁ ସତ୍ ବ୍ୟବହାର କରିବାର କାରଣ, ପରମେଶ୍ୱର ଚାହାନ୍ତି କି ତାହାଙ୍କର ନିମନ୍ତେ ବଞ୍ଚିବା, ତାହାଙ୍କର ଉପାସନା କରି ବଞ୍ଚିବା। ଇଟ୍ ଇଜ ଏ ଭେର୍ଟିକାଲ ଆଣ୍ଡ ହରିଜଣ୍ଟାଲ ରିଲେସନସିପ। ଆମ୍ଭମାନଙ୍କର ପରମେଶ୍ୱର ସବୁ ସମୟରେ ଭେର୍ଟିକାଲ ଆଣ୍ଡ ହରିଜଣ୍ଟାଲ ଯୋଉ ରିଲେସନସିପକୁ ପ୍ରାଧାନ୍ୟ ଦେଇଥାନ୍ତି। ଗଡ୍ ଇଜ ଗଡ୍ ଅଫ ରିଲେସନସିପ। ତେଣୁ କରି ସେ ଆମ୍ଭମାନଙ୍କୁ ତାହାଙ୍କର ସ୍ୱରୂପରେ ଗଠନ କରିଛନ୍ତି ଏବଂ ସେ ଚାହାନ୍ତି କି ତାହାଙ୍କ ଠାରେ ଆମମାନେ ସଦାସର୍ବଦା ସମ୍ପର୍କୀୟ ଲାଗି ରହୁ। ଏବଂ ଯେଉଁ 10 ଆଜ୍ଞାରୁ 2ଟି ଆଜ୍ଞା ସେ କହିଛନ୍ତି, ତୁମେ ଯେଉଁ ପ୍ରକାରରେ ତୁମ ନିଜକୁ ତୁମେ ପ୍ରେମ କରୁଛ, ସେହି ପ୍ରକାର ତୁମର ଲୋକମାନଙ୍କୁ ମଧ୍ୟ ପ୍ରେମ କର। ଲଭ୍ ୟୁର ନେବର ଏଜ୍ ୟୁରସେଲ୍ଫ। ତ ପରମେଶ୍ୱର ସବୁବେଳେ ତାହାଙ୍କ ଠାରେ ରିଲେସନସିପ କରିବା ଏବଂ ଅନ୍ୟ ସମାଜର ଲୋକମାନଙ୍କ ସାଙ୍ଗେ ମଧ୍ୟ ଭଲ ସମ୍ପର୍କରେ ବଞ୍ଚିବା ପାଇଁ ସେ ଚାହିଁଥାନ୍ତି। ଏହା ହେଉଛି ପରମେଶ୍ୱରଙ୍କର ଏକ ପ୍ରାଧାନ୍ୟ ବିଷୟ। ଆଉ ରିଲେସନସିପ ଠାରୁ ଦୁନିଆରେ କୌଣସି ବିଷୟ ବଡ଼ ନୁହେଁ। କୌଣସି ବିଷୟ, ନଟ୍ ମନି, ନଟ୍ ପୋଜିସନ, ନଥିଂ। କିନ୍ତୁ ଆଜିକାଲି ମୋର ପ୍ରିୟ ପ୍ରଭୁଙ୍କର ଦାସ ଦାସୀ ମାନେ, ସମୟକୁ ଆମମାନେ ସତ୍ ବ୍ୟବହାର କରିପାରୁନାହୁଁ। କାରଣ ଅନେକ ବିଷୟ ବସ୍ତୁ ଏହି ପ୍ରକାର ଘାଣ୍ଟି ଦେଉଛି ଆମମାନଙ୍କ ଜୀବନକୁ କି ବେଳେ ବେଳେ ଆମମାନେ ପ୍ରାର୍ଥନା ମଧ୍ୟ କରୁନାହୁଁ, ଆମମାନେ ଧାଇଁ ପଡୁଛୁ। ସକାଳେ ହେଉ କିମ୍ବା ଶୋଇବା ସମୟରେ ମଧ୍ୟ ପ୍ରାର୍ଥନା ବି କରିପାରୁନାହୁଁ। କାରଣ ବ୍ୟସ୍ତତା ଜୀବନରେ ସାଂସାରିକର ଯେଉଁ ପ୍ରକାର ବିଷୟ ବସ୍ତୁ ବାନ୍ଧି ଦେଉଅଛି। ତ ଏହି ସବୁ ବିଷୟରେ ଆମମାନେ କି ପ୍ରକାର ମ୍ୟାନେଜ କରିବା, ମେଜରମେଣ୍ଟ କରିବାର ଅଛି। ଆମମାନଙ୍କୁ ଭାଗ ଭାଗରେ ଆମମାନଙ୍କୁ ପରମେଶ୍ୱରଙ୍କ ନିମନ୍ତେ ସମୟ ଦେବାର ଅଛି, ପରିବାର ଲୋକମାନଙ୍କ ସଙ୍ଗେ ସମୟ ଦେବାର ଅଛି, ଆମମାନଙ୍କର କାମ କାର୍ଯ୍ୟକୁ ମଧ୍ୟ ସମୟ ଦେବାର ଅଛି। ତେବେ ଯେ ଆମମାନେ ପ୍ରକୃତରେ ଏକ ସମ୍ପୂର୍ଣ୍ଣ ଖୁସି ଆନନ୍ଦ ଜୀବନ ଆମମାନେ ଜଗତରେ ବଞ୍ଚିବା। ତ ସମୟର ସତ୍ ବ୍ୟବହାର କରିବା। ସମୟ ଆସିବ ନାହିଁ। ଆମମାନେ ଯଦି ପାପରେ ଲିପ୍ତ ହୋଇ ଚାଲିଯାଉ, ତା ଆମମାନଙ୍କର ଆତ୍ମାର ଲାଭ କଣ? ଆମମାନେ ଯଦି ସମ୍ପର୍କୀୟ ଲୋକମାନଙ୍କ ଠାରୁ ମନ୍ଦ ଭାବରେ ଭଲରେ ସମ୍ପର୍କ ନ କରି ଚାଲି ଯାଉ, ତାହା ଆମମାନଙ୍କର ସେଇ ଗ୍ରାମରେ ବା ସମାଜରେ ବାସ କରିବାର ଅର୍ଥ କଣ? ସମୟର ସତ୍ ବ୍ୟବହାର କରିବା ଏବଂ ପରମେଶ୍ୱରଙ୍କର ମହିମା ନିମନ୍ତେ ବଞ୍ଚିବା। ତେବେ ଆମମାନେ ନିଶ୍ଚୟ ତାହାଙ୍କର ଗୌରବ ପ୍ରଶଂସା କରି, ପରସ୍ପରକୁ ଉତ୍ସାହ କରି, ପରସ୍ପରକୁ ପରମେଶ୍ୱରଙ୍କର ମହିମା କୀର୍ତ୍ତନ କରି ଆତ୍ମିକ ଦିଗରେ ଆମମାନେ ଅଭିବୃଦ୍ଧି କରିବାକୁ ପାରିବା। କାରଣ ପରମେଶ୍ୱର ଏହା ଚାହାନ୍ତି। ବୁଦ୍ଧିମାନ ଜୀବନରେ ମନୋଭାବ, ଏହି ଯୋଉ ମନୋଭାବ ରହିବାର ଉଚିତ। କାରଣ ଏହା ଆମମାନଙ୍କର ହୃଦୟକୁ ହିଁ ନ କହେ, ଆମମାନଙ୍କର ମନରେ। ପୁଣି ସୁଯୋଗର ସଦ୍ବ୍ୟବହାର କର, କାରଣ କାଳ ମନ୍ଦ ଅଟେ। ଏଣୁ ନିର୍ବୋଧ ନ ହୋଇ ପ୍ରଭୁଙ୍କର ଇଚ୍ଛାକୁ ବୁଝ। ପ୍ରଭୁଙ୍କର ଇଚ୍ଛାକୁ ଜାଣି ଆମମାନେ ସତର୍କତା ଭାବରେ, ପ୍ରଭୁ କଣ ଚାହାନ୍ତି ମୋ ଜୀବନ ଦ୍ୱାରା, ପ୍ରଭୁ କାହିଁକି ଏ ବିଷୟ ମୋ ଜୀବନ ଦ୍ୱାରା ଚାହାନ୍ତି, କେଉଁ ପ୍ରକାର ଜୀବନ କାଟିବା ପାଇଁ ପ୍ରଭୁ ଚାହାନ୍ତି, କେଉଁ ପ୍ରକାର କାର୍ଯ୍ୟ କଲେ ମୁଁ ପରମେଶ୍ୱରଙ୍କର ମହିମା କରିବା ପାଇଁ କରିବି ବୋଲି ଚାହାନ୍ତି ପରମେଶ୍ୱର। ଏହି ସବୁ ବିଷୟକୁ ମନେ କରି ଆମମାନେ ନିଶ୍ଚୟ ପ୍ରଭୁଙ୍କର ମହିମା ପାଇଁ ବଞ୍ଚିବା ପାଇଁ ଯିବା। ଆମମାନେ
ଦେଖୁଛୁ ଦ୍ୱିତୀୟ ବିଷୟ ଦେଖିବା ପବିତ୍ର ଆତ୍ମାର ପୂର୍ଣ୍ଣ ଜୀବନରେ ବଞ୍ଚିବା, being filled with the Holy Spirit। এইଠାରେ ଅନେକ ଲୋକମାନେ ବିଭିନ୍ନ ପ୍ରକାର ଭାବରେ ପ୍ରଚାର କରିଥାନ୍ତି, ବିଶେଷ କରି କେରିସ୍ମେଟିକ ମାନେ ଟିକେ ପେଣ୍ଟିକୋଷ୍ଟାଲ ଅଲଗା, କେରିସ୍ମେଟିକ ଅଲଗା। କେରିସ୍ମେଟିକ ମାନେ ଟିକେ ଏକ୍ସଟ୍ରିମ। ତ କେତେକ କେରିସ୍ମେଟିକ ମଣ୍ଡଳୀ ବା ଲୋକମାନେ କହିଥାନ୍ତି କି being filled with the Holy Spirit means filling with the Holy Spirit, କାରଣ ପବିତ୍ର ଆତ୍ମା ଆମ ପାଖରେ ନାହିଁ କି ଆମମାନେ ପବିତ୍ର ଆତ୍ମାଙ୍କ ଠାରେ ପୂର୍ଣ୍ଣ ହେବା। ଏହି ପ୍ରକାର ଶିକ୍ଷା ନୁହେଁ। ଯେତେବେଳେ ଆମମାନେ ପରମେଶ୍ୱରଙ୍କୁ, ଯୀଶୁ ଖ୍ରୀଷ୍ଟଙ୍କୁ ନିଜ ପବିତ୍ରତା, ପରିତ୍ରାଣ ଦାତା, ଉଦ୍ଧାରକର୍ତ୍ତା ଭାବରେ ଗ୍ରହଣ କରୁ, ପବିତ୍ର ଆତ୍ମାଙ୍କର ଯୋଉ ଆସି ଆମମାନଙ୍କ ହୃଦୟରେ ବାସ କରିଥାଏ, we are sealed with the Holy Spirit, ବାକ୍ୟ କହେ। ପବିତ୍ର ଆତ୍ମା ଆମମାନଙ୍କ ହୃଦୟରେ ଆସି ବାସ କରେ ଯେତେବେଳେ ପ୍ରକୃତରେ ଆମେ ପ୍ରଭୁଙ୍କୁ ବିଶ୍ୱାସ କରି ଉଦ୍ଧାରକର୍ତ୍ତା ଭାବରେ ଗ୍ରହଣ କରିଥାଉ। ଏହି ସ୍ଥାନରେ ଆତ୍ମାରେ ପରିପୂର୍ଣ୍ଣ ହେବାର ବିଷୟକୁ ଗ୍ରୀକ ଭାଷାରେ ଯଦି ଆମମାନେ ପଢିଲେ ଏହାକୁ ଏହି ପ୍ରକାର କୁହାଯାଏ କି କଣ୍ଟ୍ରୋଲ୍ଡ ବାଇ ଦି ହୋଲି ସ୍ପିରିଟ, ଲେଡ୍ ବାଇ ଦି ହୋଲି ସ୍ପିରିଟ। ପବିତ୍ର ଆତ୍ମାଙ୍କର ଦ୍ୱାରା ଚାଳିତ ହେବା, ପବିତ୍ର ଆତ୍ମାଙ୍କର ଦ୍ୱାରା ଆମମାନଙ୍କର ଜୀବନକୁ ନିୟନ୍ତ୍ରଣରେ ରଖିବାକୁ ବୁଝାଯାଇଥାଏ। It is not that being filled with the Holy Spirit more and more and more। କେତେ ଜଣ ଏହି ପ୍ରକାର କରିଥାନ୍ତି, କିନ୍ତୁ ଆମମାନଙ୍କର ଯୋଉ ମନ, ପ୍ରାଣ, ଆତ୍ମା ପବିତ୍ର ଆତ୍ମାଙ୍କର ଦ୍ୱାରା ଯେପରି ଚାଳିତ ହବ, ପବିତ୍ର ଆତ୍ମାଙ୍କ ଦ୍ୱାରା ଯେପରି ନିୟନ୍ତ୍ରିତ ହବ, ସେହି ବିଷୟକୁ ଏହି ସ୍ଥାନରେ ବୁଝାଯାଇଅଛି। କାରଣ ଆମମାନେ ଦେଖୁ ଏହି ସ୍ଥାନରେ ବି ଲେଖା ଅଛି ଏହି ପ୍ରକାର ଭାବରେ, ଆଉ ଯୋଉ ଯାହାକୁ ଆମମାନେ ରୂପାନ୍ତରୀକରଣ ଭାବରେ ବୋଲି, ମେଟାଫୋରିକାଲି ବୋଲି ଆମମାନେ ମନେ କରିଥାଉ ଆଉ ବୁଝିଥାଉ। ଲେଖା ଅଛି ଏହି ପ୍ରକାର, ଆଉ ଦ୍ରାକ୍ଷା ରସରେ ମତ ନ ହୋଇ ସେଥିରୁ ତ ଅତ୍ୟାଚାର ଜନ୍ମେ, ମାତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ଗୀତ, ସ୍ରୋତ ଓ ଆଧ୍ୟାତ୍ମିକ ସଂକୀର୍ତ୍ତନ ଦ୍ୱାରା ପରସ୍ପରକୁ ଉତ୍ସାହ କର। ତ ଦ୍ରାକ୍ଷା ରସର ମତ ନ ହୁଏ, ଏଟା ମେଟାଫୋରିକାଲି କୁହାଯାଇଅଛି। ସେହି ସମୟରେ ଜିହୁଦୀ ମାନଙ୍କର ଭାବନାରେ, ଭାଷାରେ ଦ୍ରାକ୍ଷା ରସ ଅଧିକା ବ୍ୟବହାର ହେଉଥିଲା। ତ ମେଟାଫୋରିକାଲି, ରୂପକ ଭାବରେ ଏହାକୁ ବୁଝାଯାଏ। ଏହାର ଅର୍ଥ ହେଉଛି ଶାରୀରିକ ଅଭିଳାଷାରେ ପରିପୂର୍ଣ୍ଣ ହେବା ଦ୍ରାକ୍ଷା ରସରେ। କାରଣ ଶାରୀରିକର ଅଭିଳାଷରେ, ଶାରୀରିକର ମନ ପ୍ରାଣ ସହିତ ଯଦି ଆମେ ପରିପୂର୍ଣ୍ଣ ହୋଇଥାଉ ଅଭିଳାଷାରେ, ସେତେବେଳେ ଆମମାନଙ୍କ ଜୀବନରୁ ଅତ୍ୟାଚାର ଜନ୍ମିଥାଏ। ତ ଏହି ବିଷୟକୁ ବୁଝାଯାଇଅଛି ଏହି ସ୍ଥାନରେ। ଶାରୀରିକର ଅଭିଳାଷକୁ ପ୍ରାଥମିକତା ନ ଦେଇ ଆମମାନେ ଆତ୍ମାରେ ଯେପରି ପରିପୂର୍ଣ୍ଣ ହୋଇ, ଆତ୍ମାଙ୍କର ଦ୍ୱାରା ଯେପରି ଚାଳିତ ହୋଇ, ନିୟନ୍ତ୍ରିତ ହୋଇ ବଞ୍ଚିବା ପାଇଁ ସାଧୁ ପାଉଲ କହୁଛନ୍ତି। ମୋର ପ୍ରିୟ ପ୍ରଭୁଙ୍କର ଦାସ ଦାସୀ ମାନେ, ପରମେଶ୍ୱରଙ୍କର ଆତ୍ମା ଆମମାନଙ୍କ ଜୀବନରେ ଅଲରେଡି ଅଛି। ଅନେକ ସମୟରେ ଆମମାନେ ଜାଣି ପାରୁନାହୁଁ କିମ୍ବା ବେଳେ ବେଳେ ଆମମାନେ ସାହାଯ୍ୟ ନେବା ପାଇଁ ମଧ୍ୟ ପ୍ରାର୍ଥନା କରିନଥାଉ। Holy Spirit is given to guide you and me. Holy Spirit is given to counsel you and me. Holy Spirit is given to empower you and me। ଆମମାନେ ପବିତ୍ର ଯେଉଁ ଆତ୍ମା ଆମମାନଙ୍କୁ ଦିଆଯାଇଅଛି, ସେଇ ଆତ୍ମା ସହିତ ଆମମାନେ ସମ୍ପର୍କ କରି ତାହାଙ୍କର ଶକ୍ତିକୁ ଅନୁଭବ କରିବା ଆବଶ୍ୟକ। ତାହାର ଶିକ୍ଷାକୁ, ଉପଦେଶକୁ ଗ୍ରହଣ କରି ଆଗକୁ ବଢିବା ଆବଶ୍ୟକ। ତାହାଙ୍କର ଶକ୍ତି ଦ୍ୱାରା, ତାହାଙ୍କର ସେଇ ଯୋଉ ଜ୍ଞାନ ଦ୍ୱାରା, ଫଳ ଦ୍ୱାରା ଆମମାନଙ୍କୁ ବଞ୍ଚିବା ଆବଶ୍ୟକ। ଶାରୀରିକ ଫଳ ସବୁବେଳେ ଅତ୍ୟାଚାର ଜନ୍ମାଇଥାଏ, କ୍ରୋଧ ଆଣିଥାଏ, ଲାଲସା ଆଣିଥାଏ, ଅନ୍ୟମାନଙ୍କର କ୍ଷତି କାରଣ ହେବା ପାଇଁ ନେଇଥାଏ, ଈର୍ଷା ଜନ୍ମାଇଥାଏ, ବିଭାଜନ ମନରେ ପରିପୂର୍ଣ୍ଣ କରିଥାଏ। ତେଣୁ କରି ଆଜି ଅନେକ ମଣ୍ଡଳୀ ଗୁଡାକରେ କେସ୍ ଚାଲିଛି। ଅନେକ ମଣ୍ଡଳୀରେ ଏତେ ଟଙ୍କା ନେଇକି ଫେରାର ହେଇଯାଇଅଛି ବୋଲି କୁହନ୍ତି। ଅନେକ ମଣ୍ଡଳୀରେ ଆଜିକାଲି ପଦବୀ ପାଇଁ, କାରଣ ଶୈତାନ ମଧ୍ୟ ପଦବୀ ପାଇଁ ହିଁ ଆଗେଇଥିଲା। ଶାରୀରିକ ମାନସିକ ଲାଲସାକୁ ନେଇ ଶୈତାନ ଲୁସିଫର ପଦବୀକୁ ପାଇବା ପାଇଁ ହିଁ ଚେଷ୍ଟା କରିଥିଲା। ଶୈତାନର ବହୁତ ଚାଲାକ,
कि परमेश्वरଙ୍କର ମଣ୍ଡଳୀର ଲୋକମାନଙ୍କୁ ପଦବୀର ଲାଲସା ପକାଇ ଦେବି, ଯେଉଁ ଦ୍ୱାରା କି ପଦବୀର ଲାଲସାରେ ସେମାନେ ପଢି ଯାଇ ଅତ୍ୟାଚାର ମନୋଭାବ କରି ବିଭାଜିତ ଆଣି ମଣ୍ଡଳୀକୁ କଢାଇ ନିଅନ୍ତୁ। Very dangerous. Lusting, luring for position is very, very dangerous. ନମ୍ର ହୋଇ ବେହେରା ଭାବରେ କାର୍ଯ୍ୟ କରି ପ୍ରଭୁଙ୍କର ମହିମା କରି ବଞ୍ଚିବା ହେଉଛି ଆଶୀର୍ବାଦର କାରଣ ପରମେଶ୍ୱର ପିଢ଼ିରୁ ପିଢ଼ି ପର୍ଯ୍ୟନ୍ତ ଆଶୀର୍ବାଦ କରିବା ପରମେଶ୍ୱର। ସବୁବେଳେ ଆମମାନଙ୍କୁ ମନେ ରଖିବାକୁ ହେବ। ମୁଁ ଆଜି ଯଦି ଅନ୍ୟାୟ କରି ଅତ୍ୟାଚାର କରି ଯଦି ମୁଁ ତାହାଙ୍କ ଠାରେ ବଞ୍ଚୁଛି ବା ସେବା କରୁଛି ବା ମଣ୍ଡଳୀରେ କାର୍ଯ୍ୟ କରୁଛି, ମୋ ପିଢ଼ି ହାରିଯିବ। ଯଦି ଆମମାନଙ୍କର ପିଢ଼ିକୁ ଆଶୀର୍ବାଦରେ ପରିପୂର୍ଣ୍ଣ କରିବା ପାଇଁ ଯଦି ଚାହୁଁଛୁ, ବିଶ୍ୱସ୍ତତାରେ ଛୋଟ କିମ୍ବା ବଡ଼ ପରମେଶ୍ୱରଙ୍କ ଦୃଷ୍ଟିରେ କୌଣସି କାର୍ଯ୍ୟ ଛୋଟ କିମ୍ବା ବଡ଼ ନୁହେଁ। ପ୍ରତ୍ୟେକ କାର୍ଯ୍ୟ, ପ୍ରତ୍ୟେକ ଲୋକମାନେ ପରମେଶ୍ୱରଙ୍କ ଦୃଷ୍ଟିରେ ସମାନ ଏବଂ ପ୍ରତ୍ୟେକର ହସ୍ତକୃତ କାର୍ଯ୍ୟରେ ପରମେଶ୍ୱର ଆଶୀର୍ବାଦ କରିଥାନ୍ତି। ତେଣୁ ଶାରୀରିକ ଅଭିଳାଷାକୁ ଛାଡ଼ିବା ଏବଂ ପରମେଶ୍ୱରଙ୍କର ଆତ୍ମାରେ ପରିପୂର୍ଣ୍ଣ ବା ଆତ୍ମାରେ ନିୟନ୍ତ୍ରିତ ହୋଇ ତାଙ୍କର ଆତ୍ମାର ଫଳରେ ଅଭିଭୂତ ହୋଇ ପ୍ରେମ, ସ୍ନେହ, ଏକତାରେ, ଦୟାରେ ପରିପୂର୍ଣ୍ଣ ହୋଇ ପରସ୍ପର ଲେଖା ଅଛି ଆତ୍ମାରେ ପରିପୂର୍ଣ୍ଣ ହେଲେ ଆଉ ଆତ୍ମାର ଫଳ ଯେତେବେଳେ ଆସିଯାଏ, ତୃତୀୟ ବିଷୟ ଆମେ ଦେଖୁଛୁ ଉପାସନାମୟ ଏକ ଜୀବନ କାଟିବା। ଉପାସନାମୟ ଏକ ଜୀବନ କାଟିବା। ତୃତୀୟ ବିଷୟ 19-20। ପୁଣି ତୁମ୍ଭମାନଙ୍କର ହୃଦୟରେ ଈଶ୍ୱରଙ୍କର ଉଦ୍ଦେଶ୍ୟରେ ଭୋଜନ ଓ ଗୀତ ଗାନ କର, ସର୍ବଦା ସର୍ବ ବିଷୟ ନିମନ୍ତେ ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ପିତା ଈଶ୍ୱରଙ୍କୁ ଧନ୍ୟବାଦ ଦିଅ। ଯେତେବେଳେ ମାନେ ଆତ୍ମାର ନିୟନ୍ତ୍ରଣରେ ବଢୁ, ଆତ୍ମାର ଫଳରେ ଅଭିବୃଦ୍ଧ ହୋଇଥାଅ। ସ୍ୱର୍ଗୀୟ ଜ୍ଞାନ ବୁଦ୍ଧି ଆମମାନଙ୍କ ଜୀବନରେ ଆସିଥାଏ। ସେତେବେଳେ ଆମେ କଣ କରିଥାଉ? ଆମମାନଙ୍କର ଭାଷାରେ ପରମେଶ୍ୱରଙ୍କର ମହିମା ହଉ ବୋଲି ଆମେ କହିଥାଉ। ଅଟୋମେଟିକ ପରମେଶ୍ୱରଙ୍କର ଯୋଉ ବାକ୍ୟ ଆମମାନଙ୍କ ଜୀବନରେ ହୃଦୟରେ ପରିପୂର୍ଣ୍ଣ ହୋଇଯିବ, ଅଟୋମେଟିକ ଆମମାନଙ୍କର ପାଟିରୁ ଯେଉଁ ଜାଗାରେ ଥିଲେ ମଧ୍ୟ ପରମେଶ୍ୱରଙ୍କର ବାକ୍ୟ ବାହାରିବ। ଲୋକମାନେ କହିବେ, ଯେତେବେଳେ ଭାଇ ମୋ ଭଉଣୀ ତମ ସାଙ୍ଗେ ଯେତେବେଳେ ମୁଁ ମିଶେ, ମୁଁ ଉତ୍ସାହ ଲାଭ କରେ। ତୁମର ହୃଦୟରେ ଈଶ୍ୱରଙ୍କର ବାକ୍ୟର ଖଜନା ଅଛି ମୋର ପ୍ରିୟ ଭାଇ ଭଉଣୀ ମାନେ ବୋଲି କହିବେ। କାରଣ ମୁଁ ଜାଣିଛି ଜଣେ ମୁମ୍ବାଇର ଭାଇ ଏହି ସ୍ଥାନରେ ପଢୁଛନ୍ତି, PhD, ମୋ କ୍ଲାସମେଟ୍। ସେ ପାଳକ ଥିଲେ ମୁମ୍ବାଇରେ, 51 years old, କିନ୍ତୁ PhD କରୁଛନ୍ତି। ତାହାଙ୍କର ହୃଦୟରେ ଏହି ପ୍ରକାର ବାକ୍ୟ ଭରି ଅଛି। ଯେତେବେଳେ ମୁଁ ତାଙ୍କ ସାଙ୍ଗେ ମିଶଏ, ବାକ୍ୟର ଆତ୍ମିକ ମର୍ମତା ତାର ମୁଖରୁ ବାହାରିଥାଏ। ସବୁବେଳେ ମୁଁ ଉତ୍ସାହ ପାଇଥାଏ ତାଙ୍କ ଜୀବନରେ। ଯେତେବେଳେ ଆତ୍ମାରେ ଚାଳିତ ହୋଇ ନିୟନ୍ତ୍ରଣ ହୋଇଥାଉ, ବାକ୍ୟ ନିମନ୍ତେ ଆମେ କଣ ବାକ୍ୟରେ ପରିପୂର୍ଣ୍ଣ ହୋଇଥାଉ। କାରଣ ବାକ୍ୟ ପଢିବାରେ, ବାକ୍ୟ ଗ୍ରହଣ କରିବାରେ ପବିତ୍ର ଆତ୍ମାର ସାହାଯ୍ୟ ହୋଇଥାଏ। ଆଉ ସେହି ବାକ୍ୟ ଆମମାନଙ୍କ ହୃଦୟରେ ପରିପୂର୍ଣ୍ଣ ହେଲେ ଝରଣା ପରି ପାଟିରୁ ବାହାରିଥାଏ। ଅନ୍ୟମାନେ ଉତ୍ସାହ ପାଇଥାନ୍ତି, ଅନ୍ୟମାନଙ୍କର ଆଶୀର୍ବାଦର କାରଣ ହୋଇଥାଏ। ସମସ୍ୟାର ସମାଧାନ ନିମନ୍ତେ ବୁଦ୍ଧିର ବାକ୍ୟ ନିର୍ଗତ ହୋଇଥାଏ। ମୋର ପ୍ରିୟ ପ୍ରଭୁଙ୍କର ଦାସ ଦାସୀ ମାନେ, ଏହା ପ୍ରକୃତ ବିଷୟ। ଆପଣ ମାନେ ଚେଷ୍ଟା କରନ୍ତୁ ଆତ୍ମାରେ ନିୟନ୍ତ୍ରିତ ହୋଇ ଜୀବନ କାଟିବା ପାଇଁ। ପ୍ରଭୁ ଆଶ୍ଚର୍ଯ୍ୟ ରୂପେ ଆଶ୍ଚର୍ଯ୍ୟ କାର୍ଯ୍ୟ କରିଥାନ୍ତୁ। ଆଉ ଯେତେବେଳେ ଆମେ ବାକ୍ୟରେ ପରିପୂର୍ଣ୍ଣ ହୋଇଥିବା, ଆତ୍ମାରେ ନିୟନ୍ତ୍ରଣ ହୋଇଥିବା, ହିଲିଂ ଷ୍ଟାର୍ଟସ୍, ସୁସ୍ଥତା ମଧ୍ୟ ଆସେ। ଲୋକମାନଙ୍କୁ ଆତ୍ମିକତାର ଅଭିବୃଦ୍ଧି କହିଥାଏ। ପ୍ରାର୍ଥନା କଲେ ସୁସ୍ଥତା ଆଣି ଦେଇଥାଏ। ଲୋକମାନଙ୍କୁ ଉତ୍ସାହ କରିଦେଇଥାନ୍ତି। ଲୋକମାନଙ୍କୁ ସେମାନଙ୍କର ପାପରୁ ମଧ୍ୟ, ବନ୍ଧରୁ ମଧ୍ୟ ଫିଟା ଆଣିବାରେ ସାହାଯ୍ୟ କରିଥାନ୍ତି। ତ ମୋର ପ୍ରିୟ ପ୍ରଭୁଙ୍କର ଦାସ ଦାସୀ ମାନେ, ଅଧିକା ସମୟ ହେଇଗଲା, ଆଉ ମୁଁ ଅଧିକା କହିବା ପାଇଁ ଚାହୁଁନାହିଁ। କିନ୍ତୁ ଆମମାନେ ଉପାସନାମୟ ଜୀବନ କାଟିବା, ଧନ୍ୟବାଦ ଜୀବନ କାଟିବା, ଗୀତ ଗାଇବା, ହିମ୍ସ, ସାମ୍ସ, ଆତ୍ମିକ ଗୀତରେ, ମ୍ୟୁଜିକ
ବଜାଇ ଆମମାନେ ବ୍ୟକ୍ତିଗତ ଭାବରେ ମଧ୍ୟ ଈଶ୍ୱରଙ୍କର ପ୍ରଶଂସା କରିବା। ଏଇଠାରେ ଦୁଇଟି ବିଷୟ ଅଛି। ଯେତେବେଳେ ଆମମାନେ ଉପାସନାମୟ ଜୀବନ କାଟୁ, ମାତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ଗୀତ, ସ୍ରୋତ, ଆଧ୍ୟାତ୍ମିକ ସଂକୀର୍ତ୍ତନ ଦ୍ୱାରା ପରସ୍ପରକୁ ଉତ୍ସାହ କର। ଯେତେବେଳେ ଆମେ ଉପାସନାମୟ ଜୀବନ କାଟୁ, ପରସ୍ପରକୁ ଆମେ କଣ କରିଥାଉ? ଉତ୍ସାହ କରିଥାଉ। We bring encouragement towards each other. We build up each other. We edify each other. ପ୍ରଭୁ ତାହା ଚାହାନ୍ତି କି ପରସ୍ପର ଆତ୍ମିକତାରେ ଉତ୍ସାହିତ ହୋଇ, ପରସ୍ପର ପ୍ରେମ କରି, ପରସ୍ପର ଯେତେବେଳେ ମିଳନ ହେବେ ପରମେଶ୍ୱରଙ୍କ ମନ୍ଦିରେ ହସ୍ତ ଉଠାଇ ପରମେଶ୍ୱରଙ୍କର ପ୍ରଶଂସା କଲି, ଆତ୍ମାର ଉପସ୍ଥିତିକୁ, ପରମେଶ୍ୱରଙ୍କର ଉପସ୍ଥିତିକୁ ଅନୁଭବ କରିଥାଉ। କାରଣ this is not an individual gathering. ପାଉଲ କହୁଛନ୍ତି ସାମୂହିକ ଉପାସନା ବିଷୟରେ କହୁଛନ୍ତି। ଯେତେବେଳେ ସାମୂହିକ ଉପାସନା ମାନେ ଆତ୍ମାରେ ପରିପୂର୍ଣ୍ଣ ହୋଇ ନିୟନ୍ତ୍ରଣ ହୋଇ କରୁ, ଆମମାନେ ପରସ୍ପର ଉତ୍ସାହିତ ହୋଇଥାଉ। ଦ୍ୱିତୀୟ ବିଷୟ କହୁଛନ୍ତି ସାଧୁ ପାଉଲ ଏଫିସିୟ ମଣ୍ଡଳୀକୁ, ପୁଣି ତୁମ୍ଭମାନଙ୍କର ହୃଦୟରେ ଈଶ୍ୱରଙ୍କର ଉଦ୍ଦେଶ୍ୟରେ ଭୋଜନ ଓ ଗୀତ ଗାନ କର। ପ୍ରଭୁ ତାହା ଚାହାନ୍ତି, ଖୋଜନ୍ତି। କେଉଁ ଉପାସକ ମାନଙ୍କୁ ଖୋଜନ୍ତି? ଯେଉଁମାନେ ପରମେଶ୍ୱରଙ୍କର ଉପାସନା ଆତ୍ମା ଏବଂ ସତ୍ୟରେ କରନ୍ତି, ସୈନ୍ୟାଧିପତି ସଦାପ୍ରଭୁ ସେଇମାନଙ୍କୁ ଖୋଜନ୍ତି। ଏଇଠାରେ ସାଧୁ ପାଉଲ ତାହା ପ୍ରମାଣିତ କରୁଛନ୍ତି। ସର୍ବଦା ସର୍ବ ବିଷୟରେ, ସର୍ବଦା ସବୁ ସମୟରେ, ସବୁ ଜାଗାରେ, ସର୍ବ ବିଷୟ ନିମନ୍ତେ ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ପିତା ଈଶ୍ୱରଙ୍କୁ ଧନ୍ୟବାଦ ଦିଅ। ଏହା ହେଉଛି ପ୍ରକୃତ ଉପାସକର ଲକ୍ଷଣ। ସେ ସବୁ ଜାଗାରେ, ସବୁ ବିଷୟରେ ପରମେଶ୍ୱରଙ୍କର ଧନ୍ୟବାଦ ଦେଇଥାଏ। ବାକ୍ୟ କହେ, ଯେଉଁମାନେ ତାହାଙ୍କର ଧନ୍ୟବାଦ ଭୋଜନ କରନ୍ତି, ଯେଉଁମାନେ ତାହାଙ୍କୁ ଧନ୍ୟବାଦ ଦେଇଥାନ୍ତି, ପରମେଶ୍ୱର ଖୁସି ହୋଇଥାନ୍ତି। ପ୍ରଭୁ ଏହି ଛୋଟ ବାକ୍ୟରେ ଆମମାନଙ୍କୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆମମାନେ ବୁଦ୍ଧିରେ, ଆତ୍ମାର ନିୟନ୍ତ୍ରିତ ହୋଇ ଉପାସନାମୟକ ଜୀବନ କାଟିବା ଏବଂ ପରମେଶ୍ୱରଙ୍କର ମହିମା କରିବା, ପରସ୍ପରକୁ ଉତ୍ସାହ କରି ଆତ୍ମିକ ଦିଗରେ ଅଭିବୃଦ୍ଧି ହୋଇ ପ୍ରଭୁଙ୍କ ନିମନ୍ତେ ବଞ୍ଚିବା। ପ୍ରଭୁ ଆମମାନଙ୍କୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ପୁନର୍ବାର ରିଏଲ ମିନିଷ୍ଟ୍ରିର ଆଜ୍ଞାଙ୍କୁ, ମହାଶୟଙ୍କୁ ମୁଁ ଧନ୍ୟବାଦ ଦିଏ ଏବଂ କୃତଜ୍ଞ ରହେ। ସମସ୍ତଙ୍କୁ ନମସ୍କାର। ଧନ୍ୟବାଦ ଆଜ୍ଞା। ପ୍ରଭୁ ଆପଣଙ୍କୁ ଅନୁଗ୍ରହ ଆଶୀର୍ବାଦ ପ୍ରଦାନ କରନ୍ତୁ ଆପଣଙ୍କର ସେବା କାର୍ଯ୍ୟରେ, ପୁଣି ଆପଣଙ୍କର ପଢ଼ାରେ ପ୍ରତ୍ୟେକ ବିଷୟରେ ପ୍ରଭୁ ଦୟା କରନ୍ତୁ। ଆଜି